ଯାହା ଉଠି ଆସୁଛନ୍ତି ଆମେ ସମସ୍ତେ ତାଙ୍କୁ ପ୍ରଭୁ ନିମନ୍ତେ କରତାଳରେ ସ୍ୱାଗତ କରିବା ପ୍ରଭୁଙ୍କ ନାମରେ। Hallelujah. Praise the Lord. Hallelujah. परमेश्वर नामर गौरव परमेश्वर मन को चाहती आम्भे माने सुबुद्धि हेउ काल मंद अटे दुनिया जगत यही समस्त विषय अंतिम काल निकटवर्ती। मोर आवाज माँ मैंने पचर भाई मैंने शुणी पार्टी। हालेलुया। माइक आगू नेबे ना पछकू नेबे। हालेलुया। एबे चलिबो के कहंतु एबे ठीक अछि चलिबो माने भलो हेई नै आउ भलो। हालेलुया। प्रेज द लॉर्ड। बोलो प्रभु करो। आसंदो चौकी बंद करिबा। आम्भे माने एही सेवार शेष पर्याय आसी उपस्थित होइछु। आम्भ मानकर एही सेवा कौनसी मते व्यर्थ न होवा उचित। परमेश्वर बारंबार सुजोग दियंती तांको लोक माने तांको हृदय को बुझंतु तांको कति को फेरी आसु। आज आम मानकर सही दिन हेउ सही संध्या हेउ परमेश्वर आम मान को देखंतु आमे माने संपूर्ण रूप में फेरी आसी एही आशा सहित आम्भे माने तांको श्री छामरे बसिबा। प्रभु मो सहित तुम्हे कथा मो हृदय तुम्हर मोर समस्त कलुषता आलस्यता जहाँ जहाँ मो खोजुछि जहाँ खोजिबा कथा हे प्रभु तुम रब मते सुना मोर जीवन को आज सजा। स्वर्गीय पिता लोक माने तुम ठारू शुणिबा पई तुम सानिध्य को आस तुम्हें यदि कथा कहब ना प्रभु किए वा तुम्हार बस तुम्हें सदय हो दया कथा हस्तरे यही बेलार वाक्यर सेवा को समर्पण करी प्रार्थना यीशु का नाम में आमेन। समस्त विषय अंतिम काल निकटवर्ती सन्निकट बढ़ीदेवा। समस्त विषय अंतिम काल सन्निकट
ହୃଦୟରେ ଲିପିବଦ୍ଧ କରିବା ଉଚିତ। କୌଣସି ବିଷୟ ଚିରସ୍ଥାୟୀ ନୁହେଁ ଏବଂ ଏହା ବହୁତ ମନେ ରଖିବା ଦରକାର ଯେ ଆମମାନଙ୍କ ଶରୀର ଅସ୍ଥାୟୀ। এই শরীর ସବୁଦିନ ନିମନ୍ତେ ନୁହେଁ। ଏଥି ନିମନ୍ତେ ଆମ୍ଭମାନଙ୍କୁ ସୁବୁଦ୍ଧି ହେବାକୁ ପଡ଼ିବ, ବୁଦ୍ଧିମାନ ହେବାକୁ ପଡ଼ିବ। ଅର୍ଥାତ୍ ଯାହା ସବୁ ଅନନ୍ତ କାଳ ସ୍ଥାୟୀ ଅଟେ, ପରମେଶ୍ୱର ଉର୍ଦ୍ଧ୍ୱରୁ ଆମ୍ଭମାନଙ୍କୁ ଦେଖୁଛନ୍ତି। କାହାର ଜୀବନର ମୋଟ କଣ, ଆମମାନଙ୍କ ବଞ୍ଚିବା ପଛରେ ଉଦ୍ଦେଶ୍ୟ କଣ, କେଉଁ ଶରୀର ନିମନ୍ତେ ଆମ୍ଭେମାନେ ଜୀବନ ଯାପନ କରୁଅଛୁ, ତା ପାର୍ଥିବ ଅଟେ ବା ଆଧ୍ୟାତ୍ମିକ ଅଟେ। ଆମ୍ଭେମାନେ ଯାହାଙ୍କୁ ପିତା ବୋଲି ସମ୍ବୋଧନ କରୁଅଛୁ ଆମ୍ଭମାନଙ୍କର ପ୍ରତିନିତ୍ୟ ପ୍ରାର୍ଥନାରେ, ସେହି ପିତା କି ଆମ୍ଭମାନଙ୍କ ଠାରେ ସନ୍ତୁଷ୍ଟ ଅଟନ୍ତି? ପିଲା ଆସିଲା ମାଗିଲା, ଆସିଲା ମାଗିଲା, ଆସିଲା ମାଗିଲା। ପ୍ରଭୁ ଆମକୁ ଅନାଇ କେବଳ ତାହା ହିଁ ଦେଖୁନାହାନ୍ତି ତ? କୌଣସି ବିଷୟ ନିମନ୍ତେ ଚିନ୍ତିତ ହୁଅ ନାହିଁ। ଈଶ୍ୱରଙ୍କ ବାକ୍ୟ ଏହା ପ୍ରକାଶ କରେ। ତଥାପି ଆମ୍ଭମାନଙ୍କ ମନ, ଆମ୍ଭମାନଙ୍କ ହୃଦୟ ଏ ପାର୍ଥିବ ବିଷୟରେ ହିଁ ଆସ। ମୋର କହିବାର କଥା ଏହା, କେତେ ଦୁଃଖ ଦେବା ଆମେ ସେ ପ୍ରଭୁ, ଆଉ କେତେ କାଳ ତାଙ୍କ ହୃଦୟକୁ ଆମେ ନ ବୁଝିକି ରହିବା। ପ୍ରଭୁଙ୍କର ହାତ ଭିତରେ ଯଦି ଟିକେ ବସିବା 1-2 ମିନିଟ୍ ପାଇଁ, ବୁଝା ପଡ଼ିବ ତାଙ୍କ ହୃଦୟରେ କଣ ଚାଲିଛି। ମୁଁ ତୁମ୍ଭ ପାଇଁ ଚିନ୍ତା କରୁଛି ବୋଲି କହିଲେ ପରା, ମୁଁ ତୁମ ପାଇଁ ପ୍ରାବଧାନ କରିବି, ଅନାଥ କରି ଛାଡ଼ିବି ନାହିଁ। ତଥାପି ଆମେମାନେ ଅବିଶ୍ୱାସୀ ମାନଙ୍କ ପାର୍ଥିବ ବିଷୟ, ଶରୀରର ବିଷୟ, ଜାଗତିକ ବିଷୟ, ସେଥିରେ ହିଁ ମାତାଲ ଲୀନ ରହିଛୁ। କେବେ ସେ ଦିନ ଆସିବ ପ୍ରଭୁଙ୍କ ହୃଦୟକୁ ବୁଝିବା, ତାଙ୍କର ଗୌରବ ନିମନ୍ତେ ବୁଝିବା, ତାଙ୍କୁ ପ୍ରେମ କରିକି ବୁଝିବା। ଯାହା ସବୁ କ୍ଷୟ ପାଇଯାଉଛି ସେଥି ନିମନ୍ତେ ଜୀବନ ଯାପନ କରିବାର ବିଷୟକୁ କମ୍ପ୍ଲିଟଲି ଟୋଟାଲି ବନ୍ଦ କରିବା। କେବେ ଟିକେ ସୁବୁଦ୍ଧି ହେବା। Nothing is permanent. କୌଣସି ବିଷୟ କଣ କାଳସ୍ଥାୟୀ, ଚିରକାଳସ୍ଥାୟୀ। ଆଉ ଥରେ ପଢନ୍ତୁ। ସବୁ ବିଷୟର ଅନ୍ତିମ କାଳ ସନ୍ନିକଟ, ଏଥିପାଇଁ ସୁବୁଦ୍ଧି ହେଉ। ଅର୍ଥାତ୍ ଅନନ୍ତ କାଳ ବିଷୟ ନିମନ୍ତେ ମନୋଯୋଗୀ ହେଉ। ଯେଉଁ ଯେଉଁ ବିଷୟ ଚିରନ୍ତନ ଅଟେ ସେଥିରେ ଆପଣଙ୍କ ମନକୁ ସମ୍ପୃକ୍ତ କରୁ, ସଂଲଗ୍ନ କରୁ, ମାଇଣ୍ଡସେଟକୁ ଚେଞ୍ଜ କରୁ, ପ୍ରାୟୋରିଟିକୁ ଚେଞ୍ଜ କରୁ। ପୂର୍ବାହ୍ନ ବେଳାରେ ଆମେମାନେ ଦେଖିଥିଲୁ, ମନେ ଅଛି ପିଲାମାନେ? ମନେ ଅଛି? କାହାର ମନେ ଅଛି? କେତେ ଗୋଟି ପଏଣ୍ଟସ୍ ଆମେମାନେ ଦେଖିଥିଲୁ? ମନୋବୃତ୍ତ
ଭାଙ୍ଗିନି ବୋଧେ? ହଉ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଟିକେ ଲେଟରେ ବତି ଜଳେ ନାହିଁ, କିଛି କଥା ନାହିଁ। ଦେଖୁଛନ୍ତି ଦେଖୁଛନ୍ତି। ହଉ, ମୋର କିଛି ଯାଇ ଆସେ ନାହିଁ। ପ୍ରଥମ ବିଷୟ, ଆମମାନଙ୍କ ଆତ୍ମା ଅନନ୍ତ କାଳ ସ୍ଥାୟୀ। ଆମମାନଙ୍କ ଆତ୍ମିକ ଶରୀର କ୍ଷୟ ପାଇବ ନାହିଁ। ଏଣୁ ଆତ୍ମିକ ଶରୀର ନିମନ୍ତେ ଅଧିକ ଆମେମାନେ ମନୋଯୋଗୀ ହେଉ। ପାର୍ଥିବ ଶରୀର କ୍ଷୟ ପାଇଯିବ। କ୍ଷଣଭଙ୍ଗୁର ଆମର ଜୀବନ, କ୍ଷଣଭଙ୍ଗୁର ଅଟେ। ବାଷ୍ପତୁଲ୍ୟ ତୃଣତୁଲ୍ୟ ଶୁଖିଯିବ, ଉଭେଇଯିବ। ଏଣୁ ଆତ୍ମାର ଯତ୍ନ ନେବ। ଦ୍ୱିତୀୟରେ, ତାଙ୍କ ବାକ୍ୟ ଅନନ୍ତ କାଳ ସ୍ଥାୟୀ। ସ୍ୱର୍ଗରେ ସଂସ୍ଥାପିତ ହୋଇଅଛି ଚିରକାଳ ନିମନ୍ତେ। ବାକ୍ୟକୁ ଶ୍ରେୟସ୍କର ମନେ କର। ଯେବେ ଯେବେ ଆମମାନଙ୍କୁ ସୁଯୋଗ ମିଳେ ପ୍ରଭୁଙ୍କ ସାନ୍ନିଧ୍ୟକୁ ଯିବା ନିମନ୍ତେ ତାଙ୍କ ବାକ୍ୟ, ତାଙ୍କ ଶାସ୍ତ୍ର, ତାଙ୍କ ବହି, ତାଙ୍କ ପୁସ୍ତକ ଘେନିକି ଆସିବ। ଯେବେ ଯେବେ ସୁଯୋଗ ମିଳେ ଅଯଥା ସମୟ ନଷ୍ଟ ନ କରି ବାକ୍ୟ ପଢ଼ିବାରେ, ବାକ୍ୟ ଧ୍ୟାନ କରିବାରେ ସମୟକୁ ନିର୍ବାହ କର। ତାହା ଆମମାନଙ୍କୁ ବୋଧ ଦେବ, ନିର୍ବୋଧକୁ ତାହା ବୋଧ ଦେବ, ଶିଖାଇବ, ଆମମାନଙ୍କ ଆତ୍ମିକ ଶରୀରକୁ ଗଢ଼ିବ। ତୃତୀୟ ବିଷୟ ଥିଲା ଉପାସନା। ଉପାସକ ହେଉ, ଉପାସନାକାରୀ ହେଉ। ସମୟ ବାହାର କରି ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ସବୁ ବିଷୟ ନିମନ୍ତେ ଧନ୍ୟବାଦ। ସବୁ ବିଷୟ, ଆତ୍ମିକ ପାର୍ଥିବ ସବୁ ବିଷୟ ଧନ୍ୟବାଦ ଯଥେଷ୍ଟ। ଆମେମାନେ ଯେ ଧନ୍ୟବାଦ ଦେଉ, ଏହା ଈଶ୍ୱରଙ୍କର ଅଭିମତ ଇଚ୍ଛା। କେବଳ ନିଜ ଇଚ୍ଛା ପାଇଁ ଆମେମାନେ ପାଗଳ। ତାଙ୍କର ବି ଇଚ୍ଛା ଟିକେ କରୁ। ତାଙ୍କର ବି ହୃଦୟ ଅଛି, ତାଙ୍କର ବି ମନ ଅଛି। ସେ ମଧ୍ୟ କିଛି ବିଷୟ ଚାହାନ୍ତି। ତନ୍ମଧ୍ୟରୁ ଏକ ବିଷୟ, ଆମେମାନେ ତାକୁ ଧନ୍ୟବାଦ ଦେଉ। ସର୍ବ ଅବସ୍ଥାରେ, ସର୍ବ ପରିସ୍ଥିତିରେ, ଭଲ ହେଉ କି ମନ୍ଦ ହେଉ, ସେ ଅନ୍ୟାୟ ନୁହନ୍ତି, ସେ ଅମଙ୍ଗଳ କରିନପାରନ୍ତି। ଏହା ଯେଉଁ ବ୍ୟକ୍ତି ବୁଝିଯିବ, ସେ ବ୍ୟକ୍ତି ସର୍ବ ଅବସ୍ଥାରେ ଧନ୍ୟବାଦ ଦେଇପାରିବ। ନହେଲେ ଦେଇଦେବ ନାହିଁ। ଧନ୍ୟବାଦ ଦେଲେ ତାଙ୍କ ହୃଦୟ ଆନନ୍ଦରେ ପୂର୍ଣ୍ଣ ହେଇଯାଏ। ତାଙ୍କ ହୃଦୟକୁ ଟିକେ ବୁଝିବା ବ୍ୟକ୍ତି ହେଉ। ହାଲେଲୁୟା। ଚତୁର୍ଥ ବିଷୟ ପଢ଼ିବା ଏଫେସୀୟ 5:17। নির্বোধ হই প্রভুଙ୍କ ইচ্ছা কোন বুঝ। প্রথম যৌবন 2:17। সংসার ସେଥିର ଅଭିଳାଷ ଅନିତ୍ୟ, ଅନିତ୍ୟ। କିନ୍ତୁ ଯେ ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ଯେ ଈଶ୍ୱରଙ୍କ ଇଚ୍ଛାକୁ ପାଳନ କରେ, ଯେ ଈଶ୍ୱରଙ୍କ ଇଚ୍ଛା କରେ, ସେଇ ବ୍ୟକ୍ତି ଜଣକ ନିତ୍ୟ ସ୍ଥାୟୀ। ହେଲେ ଯେଉଁମାନେ ନିଜର ଇଚ୍ଛା ପାଳନ କରନ୍ତି, ସେମାନେ କ୍ଷଣକାଳ ସ୍ଥାୟୀ। ଧନ୍ୟ ସେଇ ବ୍ୟକ୍ତି ଯେ ବୁଝିପାରିଛନ୍ତି ଯେ ଈଶ୍ୱରଙ୍କ ଇଚ୍ଛା କରିବାର ଜୀବନ ସର୍ବୋତ୍କୃଷ୍ଟ ଜୀବନ ଅଟେ, ସର୍ବଶ୍ରେଷ୍ଠ ଜୀବନ ଅଟେ।
ଧନ୍ୟ ସେ ମା, ଧନ୍ୟ ସେ ଭାଇ, ଧନ୍ୟ ସେ ବାପା ଯେ ବୁଝିପାରିଛନ୍ତି ଯେ ମୋର ଇଚ୍ଛା ବେଶ ନୁହେଁ, ଈଶ୍ୱରଙ୍କ ଇଚ୍ଛା ଅତ୍ୟୁତ୍ତମ ଅଟେ, ସର୍ବଶ୍ରେଷ୍ଠ ସର୍ବୋତ୍କୃଷ୍ଟ ଅଟେ। ଯେ ବୁଝି ଯାଇଛନ୍ତି সেই ବ୍ୟକ୍ତିଙ୍କ ଜୀବନ ଧନ୍ୟ। କାହିଁକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରା ପୃଷ୍ଠକୁ ଆସିଥିଲେ? ଅନେକ କଥା କୁହାଯାଇପାରିବ, କିନ୍ତୁ ଗୋଟିଏ ବାକ୍ୟରେ ଯଦି ଆମେ ମାନେ ସମାପ୍ତ କରିବା ତାହା ଏହା ହେବ ଈଶ୍ୱରଙ୍କ ଇଚ୍ଛା ପାଳନ କରିବା ପାଇଁ ସେ ଧରା ପୃଷ୍ଠକୁ ଅବତରଣ କରିଥିଲେ। ସେ ମରିୟମଙ୍କ କୋଳରେ ଜନ୍ମଗ୍ରହଣ କରିବେ ତାଙ୍କ ଇଚ୍ଛା, ମଢ଼ା ଖାଇବେ ତାଙ୍କ ଇଚ୍ଛା, ସୁସ୍ଥ କରିବେ, ଚକ୍ଷୁ ଦେବେ, ଛୁଇଁବେ, ପ୍ରଚାର କରିବେ, ଶିକ୍ଷା ଦେବେ, ଭ୍ରମଣ କରିବେ, ସେବା କରିବେ। ଏସବୁ ପରମେଶ୍ୱରଙ୍କର ଇଚ୍ଛା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହା ବି କରିଛନ୍ତି ନିଜର ଇଚ୍ଛା କରି ନାହାନ୍ତି। କଣ ଟେଷ୍ଟିମନି ଆଜ୍ଞା, କି ସାକ୍ଷ୍ୟ! ସେ ଯାହା ବି କରିଛନ୍ତି ନିଜ ଇଚ୍ଛା କରିନାହାନ୍ତି। ଆମମାନଙ୍କର ଗୁରୁ ସେହି ଯୀଶୁ ତ ନା ଇମାଜିନାରୀ ଯୀଶୁ? ପ୍ରଥମ ଜହନ 2:6 କଣ? ଯଦି ଆମେ ମାନେ ଭାବୁଅଛୁ, ମନେ କରୁଛୁ ଯେ ମୁଁ ତାଙ୍କ ସହିତ ଅଛି, ତେବେ ତାଙ୍କ ପରି ଆଚରଣ କରିବା ମଧ୍ୟ ମୋର କର୍ତ୍ତବ୍ୟ। If anyone thinks that he or she is a Christian, then he or she has to live as Jesus lived. ଯୀଶୁ ଯେପରି ବଞ୍ଚିଥିଲେ ଆମମାନଙ୍କୁ ସେପରି ବଞ୍ଚିବାକୁ ପଡ଼ିବ। ଯଦି ଆମେ ମନେ କରୁଛୁ ଆମେ ତାଙ୍କୁ ପରି ଅଟୁ, ପ୍ରବଞ୍ଚିତ ହୋଇ ରୁହନ୍ତୁ ନାହିଁ। ଚର୍ଚ୍ଚ ଗୃହକୁ ଆସିବା ଦ୍ୱାରା ଆମେମାନେ ଯେ ତାଙ୍କୁ ସନ୍ତୁଷ୍ଟ କରୁଛୁ ଅସମ୍ଭବ ଅଟେ। ନିଜ ଇଚ୍ଛାକୁ ଅସ୍ୱୀକାର କରିବାର ଜୀବନକୁ ଆମେ ଆପଣାଇଲୁଣି କି? ପ୍ରଥମେ ବୁଝିଲୁଣି କି ଯେ ମୋର ଇଚ୍ଛା ବେଷ୍ଟ ନୁହେଁ? ପ୍ରଭୁଙ୍କ ଲୋକମାନେ ମର୍ଣ୍ଣିଂ ବେଳାରେ ମୁଁ କହୁଥିଲି, you are not the creator of your body. ଆପଣ ଆପଣଙ୍କ ଶରୀରର ସୃଷ୍ଟିକର୍ତ୍ତା ନୁହନ୍ତି। God Almighty, ସର୍ବଶକ୍ତିମାନ ପରମେଶ୍ୱର ଆପଣଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି। ତାଙ୍କର ଗୋଟେ ଇଚ୍ଛା ଅଛି, ତାଙ୍କର ଗୋଟେ ଯୋଜନା ଅଛି ଆପଣଙ୍କ ଜୀବନ ପାଇଁ। କି ନିର୍ବୋଧତା! ମୋର ଜୀବନ, ମୋର ଇଚ୍ଛା, ହାଇଟ୍ ଅଫ୍ ଷ୍ଟୁପିଡିଟି। ଆପଣଙ୍କ ଜୀବନ ନୁହେଁ, ଶରୀର ଆପଣଙ୍କର ନୁହେଁ, ଆପଣ ନିଜେ ନିଜର ନୁହନ୍ତି ବୋଲି ବାକ୍ୟ ପ୍ରକାଶ କରେ। ତେବେ ଆପଣ କାହାର? ଯେ ତିଆରି କରିଛନ୍ତି ତାଙ୍କର ଗୋଟେ ପର୍ପସ୍ ଅଛି ଆପଣଙ୍କ ଜୀବନ ପାଇଁ। ଏଥିପାଇଁ ମୁଁ କହିଲି ଧନ୍ୟ ସେ ବ୍ୟକ୍ତି, ଧନ୍ୟ ସେ ପୁଅ, ଧନ୍ୟ ସେ ଝିଅ ଯେ ବୁଝିପାରିଛି ଯେ ଈଶ୍ୱରଙ୍କର ଇଚ୍ଛା ସାଧନ କରିବାର ଜୀବନ ଉତ୍ତମ ଜୀବନ ଅଟେ, ସୁନ୍ଦର ଜୀବନ ଅଟେ, ଧନ୍ୟ ଜୀବନ ଅଟେ। ଈଶ୍ୱରଙ୍କ ଇଚ୍ଛା ନ କରିବାର ପରିଣାମ ଟିକେ ଯଦି ଦେଖିବା ବାକ୍ୟ ମଧ୍ୟରୁ ବୁଝା ପଡ଼ିବ ତାହା କି ପ୍ରକାର ଭୟଙ୍କର ବିଷୟ ଅଟେ। ପରମେଶ୍ୱର କହିଲେ ଜୁନୁସଙ୍କୁ କେଉଁଠାକୁ ଯିବା ପାଇଁ? ନିନିବେକୁ ଯିବା ପାଇଁ। ସେ କେଉଁଠାକୁ ଗଲେ?
ଏକ ଅଧ୍ୟାୟ ହେଇକରୁ ପଢୁ। ଅମିତୟଙ୍କ ପୁତ୍ର ତୁଳସୀଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଉଠ ଉଠ ନିନିବି ମହାନଗରକୁ ଯାଅ। ନିନିବି ମହାନଗରକୁ ଯାଅ। ବସ ପ୍ରଭୁଙ୍କର ଇଚ୍ଛା ଜୁନସଙ୍କ ଗତି ସେ ନିନିବି ନଗରକୁ ଯାଅ। ଆଉ ଜୁନସଙ୍କର ଇଚ୍ଛା ମୁଁ ନିନିବିକୁ ଯିବି ନାହିଁ, ତର୍ଷିସକୁ ଯିବି। ପ୍ରଭୁଙ୍କର ଇଚ୍ଛା ଆମେମାନେ ପବିତ୍ର ହେଉ। ପ୍ରଭୁଙ୍କର ଇଚ୍ଛା ଆମେମାନେ ପାପ ଛାଡୁ। ଆମର ଇଚ୍ଛା ଆମେମାନେ ପାପରେ ମାତାଳିକି ରହୁ। ପ୍ରଭୁଙ୍କର ଇଚ୍ଛା ଆମେମାନେ ଆଶୀର୍ବାଦର ଜୀବନ ଅତିବାହିତ କରୁ। ଆମମାନଙ୍କର ଇଚ୍ଛା ଅଛି ଆଶୀର୍ବାଦ ପାଇଁ, ଜୀବନ ମାତ୍ର ଆଶୀର୍ବାଦ ପାଇବା ନିମନ୍ତେ ଚାହୁଁନ। ଯେଉଁ ଜୀବନ ଅତିବାହିତ କରୁଛୁ ହେବ ନାହିଁ। ପ୍ରଭୁ ତ ଚାହାନ୍ତି ପ୍ଲେସ୍ କରିବା ପାଇଁ, ଆମେ ଚାହୁଁନ। ବୁଝନ୍ତୁ, ପ୍ରଭୁ କହିଲେ ତୁମେ ନିନିବିକୁ ଯାଅ। ଇଏ କହୁଛି ନା ମତେ ଇଚ୍ଛା ନାହିଁ ନିନିବିକୁ ଯିବା ପାଇଁ, ମୁଁ ଯିବିନି। ଯାଅ ମୋରେ ବସ। ସମସ୍ୟା ତୋତେ ଆସିବ କି ମତେ ଆସେ। ଈଶ୍ୱରଙ୍କ ଇଚ୍ଛା ପାଳନ ନ କରିବାର କି ଭୟାନକ ପରିସ୍ଥିତି ପରିଣାମ। 4 ପଦ ମାତ୍ର ସଦାପ୍ରଭୁ ସମୁଦ୍ରକୁ ପ୍ରଚଣ୍ଡ ବାୟୁ ପ୍ରେରଣ କଲେ। ତହିଁରେ ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ ଜାହାଜ ଭାଙ୍ଗିଯିବା ପରି ହେଲା। ଜାହାଜ ଭାଙ୍ଗିଯିବା ପରି ପ୍ରବଳ ତୋଫାନ। ହୁଡ଼ହୁଡ଼ କି ଗୁଡ଼ଗୁଡ଼ ତିତିଲି ମିତିଲି କ'ଣ ହେଇଥିବ ବୋଧେ କି କ'ଣ। ସାଧାରଣ ତୋଫାନ ନୁହେଁ। ତୋଫାନ ଗେଲ କରିବାକୁ ଆସେ କି ସ୍ନେହ କରିବାକୁ ଆସେ? ତୋଫାନ ଆସିଲେ ଆଶୀର୍ବାଦ ମିଳିଲା ପରି ଲାଗେ। ହାଇ 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 ଲାଗେ। ବିନାଶ କରିବାକୁ ତୋଫାନ ଆସେ। ଛାଡ଼ଖାଡ଼ କରିଦିଏ ତୋଫାନ ଆସିଲେ। ବିନା ବିନଷ୍ଟ ଆସେ, ଦୁଃଖ ଆସେ, କଷ୍ଟ ଆସେ, ବିନାଶ ସବୁବେଳେ ଉତ୍ପାଦନ ହେଇଯାଏ। ଗୃହ ଗଛଲତା ସେହି ବ୍ୟକ୍ତି ନିତ୍ୟ ସ୍ଥାୟୀ, ସେହି ବ୍ୟକ୍ତି ଅନନ୍ତ କାଳ ସ୍ଥାୟୀ ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ଈଶ୍ୱରଙ୍କ ଇଚ୍ଛାକୁ ସାଧନ କରେ। ନିନିବିକୁ ଯାଅ, ନାଇଁ ମୋର ଇଚ୍ଛା ନାହିଁ, ମୁଁ ନିନିବିକୁ ଯିବି ନାହିଁ। ଯାଅ ନା, ତୋଫାନ ଆସିବ। ପ୍ରବଳ ତୋଫାନ ଲେଖାଛି। ପ୍ରଚଣ୍ଡ ବାୟୁ ପ୍ରେରଣ କଲେ, ସମୁଦ୍ରରେ ଏପରି ପ୍ରବଳ ତୋଫାନ ହେଲା ଯେ ଜାହାଜ ଭାଙ୍ଗି ଯିବା ପରି ହେଲା। ସେତେବେଳେ ନାବିକମାନେ ଠିକ ହୋଇ ପ୍ରତ୍ୟେକ ଲୋକ ଆପଣା ଆପଣା ଦେବତା ନିକଟରେ ପ୍ରାର୍ଥନା କଲେ। ପୁଣି ସେମାନେ ଜାହାଜକୁ ହାଲୁକା କରିବା ପାଇଁ ତନ୍ମଧ୍ୟସ୍ଥ ଦ୍ରବ୍ୟାଦି ସମୁଦ୍ରରେ ନିଜେ ତ ହସିଲ, ତମ ସହିତ ଯେତେ ଜଣ ଅଛନ୍ତି ସମସ୍ତଙ୍କୁ ବର୍ବାଦ କଲ। ଈଶ୍ୱରଙ୍କ ଇଚ୍ଛା ପାଳନ ନ କରିବା ବ୍ୟକ୍ତିମାନେ ଯାହାର ସଂସ୍ପର୍ଶରେ ଆସିବେ ସେମାନଙ୍କୁ ବର୍ବାଦ କରିଦେବେ। ଆଜ୍ଞା, ସେମାନଙ୍କର କିଛି ଦୋଷ ଥିଲା କି? ଅଲଗା ବଣିକ ମାନଙ୍କର, ବ୍ୟବସାୟୀ ମାନଙ୍କର ନାଇଁ। ୟା ଲାଗି ଈଶ୍ୱରଙ୍କ ଇଚ୍ଛା ପାଳନ ନ କରି କଠୋର ହୃଦୟରେ ଈଶ୍ୱରଙ୍କ ସାନ୍ନିଧ୍ୟରୁ ପଳାଇ ଯାଉଥିବା ଯୋଗୁ ୟା ପାଇଁ ଅନ୍ୟମାନଙ୍କର ଜୀବନର ଦୁଃଖ, ଅନ୍ୟମାନଙ୍କ ଜୀବନର କଷ୍ଟ ଆଜି ଅନେକ କରିଥିବେ। ନିଜେ ଖୁସି ନାହିଁ, ତାଙ୍କ ପାଇଁ ପରିବାର ଲୋକ ଖୁସି ନାହିଁ। କାହିଁକି? ନିଜ ଇଚ୍ଛା, ମୋ ଇଚ୍ଛା, ମୋ ଲାଇଫ, ମୁଁ ଏବେ ଯୁବତୀ, ମୋର ଇଚ୍ଛା ହବାର ଅଛି। ପରିଣାମ ଭୋଗିବ। ମାଛର କି ଅବସ୍ଥା ହେଇଥିବ ଆଜ୍ଞା, କି ଦୋଷ କଲା ବିଚାରା। ଏତେ ସୁନ୍ଦର ଭୋଜନ ପାଇଲି ବୋଲି ଆଶା କରିଥିବ ନାଇଁ, 3 ଦିନ ହବ ଜିରୁ ନାହିଁ। କେମିତି ଲାଗିବ? କିଛି ଖାଇପାରୁ ନାହିଁ କି କିଛି ତ୍ୟାଗ କରିପାରୁ ନାହିଁ। କି ହଇରାଣ! ଏମାନେ ଯେଉଁ ଭାବୁଛି ହଇରାଣ।
ଈଶ୍ୱରଙ୍କ ଇଚ୍ଛାର ମହତ୍ତ୍ୱକୁ ବୁଝୁ। ଈଶ୍ୱରଙ୍କ ଇଚ୍ଛା ପାଳନ କରିବା କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଦୁଃଖ ହିଁ ଦୁଃଖ ସେହି ଜୀବନରେ ଥାଏ ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରିବାର ମହତ୍ତ୍ୱକୁ ବୁଝି ନାହିଁ। ଆରେ ମାଟି ଓଠୁ ମାଟି, କାହିଁକି ଏତେ ଘମଣ୍ଡ, କାହିଁକି ଏତେ ଗର୍ବ? ନମ୍ର ହେଉ, ପ୍ରଭୁ ମୁଁ ମାଟି ଧୂଳି, ମୋତେ ତୁମ ଇଚ୍ଛା ଜଣାଅ, ତୁମ ଇଚ୍ଛାରେ ମୋତେ କଢ଼େଇକି ନିଅ। ସେହି ବ୍ୟକ୍ତି ପ୍ରାର୍ଥନା କରିପାରିବ, ସେହି ବ୍ୟକ୍ତି ସଚେତନ ହେଇପାରିବ, ସେହି ବ୍ୟକ୍ତି ଜାଗ୍ରତ ହେଇପାରିବ, ସେହି ବ୍ୟକ୍ତି ସରଳ ହେଇପାରିବ ଯେ ବୁଝିଥିବ କି ମୁଁ ଧୂଳି ଅଟେ। ତୁମ୍ଭମାନଙ୍କ ଗଠନ ଧୂଳି। ଆମେ ମନେ କରିଛୁ ତ ଧୂଳି ବୋଲି। ସାମସନଙ୍କ କଥା ଚିନ୍ତା କରନ୍ତୁ। ଛୁଅ ନାହିଁ, ଖାଅ ନାହିଁ ବୋଲି କହିଲେ ଆଗରେ ମାଡ଼ି ପଡ଼ିଛି। ମୋର ମୋର ପାଟି, ମୋର ଜିହ୍ବା, ମୋର ଇଚ୍ଛା, ଖା। ପଢ଼ିଦିଅନ୍ତୁ ଟିକେ 16 ଅଧ୍ୟାୟ ବିଚାର କରିଥିଲେ। 15:4 ପଢ଼ନ୍ତୁ ଆଉ 15 ପଢ଼ନ୍ତୁ। କେତେ ସମୟ ବିଲୁ? ମାଇ ଗଡ୍, ଇଜ୍ ଇଟ୍? ଭାବନ୍ତୁ ଟିକେ, କେତେ ସମୟ ବିଲୁ? କି କଥା ଚିନ୍ତା କରନ୍ତୁ। 300 ବିଲୁଆ କୁକୁଡ଼ା ନାହିଁ। ତାଙ୍କ ଶକ୍ତିକୁ ଟିକେ ଚିନ୍ତା କରନ୍ତୁ। ଏକ ବ୍ୟକ୍ତି 300 ବିଲୁଆ ଧରି ବାନ୍ଧିଛନ୍ତି, ଦୁଇ ଯୋଡ଼ା କରି ବିହୁଡ଼ି ଲଗେଇ ଛାଡ଼ିଛନ୍ତି। 15 ପଦ ପଢ଼ନ୍ତୁ। କେତେ ଗୋଟି? ଗୋଟିଏ କଞ୍ଚା ଧମଣୀ ଧରଣେ କେତେ ଲୋକଙ୍କୁ ପୋତା କଲେ? 1000। କି ତାକତବର! ଗୋଟିଏ କଥା ଧମଣୀରେ 1000 ପୋତା। କି ପ୍ରକାର ବଳ ହେଇଥିବ ଚିନ୍ତା କରିବା ଦରକାର। ଏପରି ବ୍ୟକ୍ତିଙ୍କର କି ଦୟନୀୟ ସ୍ଥିତି ଆସୁଛି। 16 ଅଧ୍ୟାୟର ପଢ଼ିଦେବା 20 ପଦ ପଢ଼ନ୍ତୁ। କହିଲା ମୁଁ ଅନ୍ୟ ସମୟ ମାନଙ୍କ ବାହାରକୁ ଯିବି, ଛାଡ଼ି ହେଇଯିବି ତ ଛିଣ୍ଡି ଯିବ, କିଛି ହେବ ନାହିଁ। ପଢ଼ନ୍ତୁ। କଣ କରିଥିଲେ? ତ୍ୟାଗ। କାହିଁକି? ନିଜ ଇଚ୍ଛା। ତୁମେ କିଏ? ତୁମର ଆହ୍ୱାନ କଣ? ତୁମେ କଣ କରିବା କଥା କରୁଛ? କଣ? ନିଜ ଇଚ୍ଛା କରିବାର ପରିଣାମ ଭୟଙ୍କର ପରିଣାମ। ଦଳପଦ ହଁ ଆଖି ଉପାଡ଼ି ପକାଉଛନ୍ତି। ଆଜ୍ଞା, ଗୋଟିଏ ଗଛର ଧମଣୀରେ 1000 ଲୋକଙ୍କୁ ମାରିବା ବ୍ୟକ୍ତିର ଆଖି ଉପୁଡ଼ା ଦିଆଯାଉଛି। କି ଦୟନୀୟ ଅବସ୍ଥା! କେମିତି ଲାଗିଥିବ ଭାବିବା ଦରକାର, ମେଡିଟେଟ୍ କରିବା ଦରକାର। ଚୌକି ବେଶୁଛି, ତାର କ୍ଷୟ ହେଲା ଉତ୍ତାରେ ତାହାର ମସ୍ତକରେ ସେ ପୁନର୍ବାର ପଢିବାକୁ ଲାଗିଲା। କ୍ଷୟ କରିଦେଇଛୁ, ଚୁଟି ଦାଢ଼ି ସବୁ ଉପାଡ଼ି ଦେଇଛୁ। କାହିଁକି ଏସବୁ ହେଲା? ଈଶ୍ୱରଙ୍କ ଇଚ୍ଛାକୁ ଶ୍ରେଷ୍ଠ ମନେ କଲା ନାହିଁ, ନିଜର ଇଚ୍ଛା। ବଳବାନ ତ, ଯୁବାବସ୍ଥା ତ, ଯାହା ପାରିବି ତାହା କରିବି। ନାଇଁ, ପ୍ରଭୁଙ୍କର ଲୋକମାନେ ସେପରି କରନ୍ତୁ ନାହିଁ। ନାଇଁ, ପ୍ରଭୁଙ୍କର ଇଚ୍ଛା ପାଳନ କରିବା ଆପଣମାନଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ୟାସନ୍ ବନାନ୍ତୁ।
सर्वश्रेष्ठ इच्छा बनातु कि मु प्रभु को इच्छा करी जीवन काटिबी जे स्थान को जीवा पाई प्रभु को इच्छा नाइ से स्थान को जीवी नाइ जेपरि मु कथा रे बोली परमेश्वर चाहना मु सही पर कथा वसा हेबी नाही जा देखिबा पाई ईश्वर को वाक्य मते मना करे अर्थात परमेश्वर इच्छा करूनाथि मु देखिबी बोली मुदा देखिबे नाही हो समाने नित्य स्थायी अटंती जो माने ईश्वर को इच्छा को पालन करते नयन लोभ पापर क्षणिक सुख भोग एप्रिल 11:25 पढ़े एप्रिल 11:25 ପାପର କ୍ଷଣିକ ସୁଖ ଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। पापर क्षणिक सुख हेले पापर सुख अछि नाही अछि किंतु केते काल क्षणिक ए क्षणिक नयनर सुख को लोड़ी निजे तो फसिला संपूर्ण जगत को फसाइला केते सुंदर है फल अरे माँ सहस वृक्षर फल अच्छे खाऊ से नयनर लोभ क्षणिक सुख तुम्हें तो राजा तुम्हें युद्ध करने में जाओ ना विश्राम खोजी बसुच गोटे दिन विश्राम क्षणिक सुख शरीर चाहिए दाऊद महाशय जो स्थान पवित्रता संबंधी प्रचार शिक्षा दिया दाऊदर कहीं ना कहीं दुर्भाग्यवशत बदनाम होचे कलंक लगी जाए निज इच्छा क्षणिक सुख लड़िले प्रभु को इच्छा चाहिए नहीं तुमको राजा को नियुक्ति दिया जाए राजार काम करो अलस्वर काम कर ठीक से बोले सामसा कितने सुंदर है कपड़ा वस्त्र पोशाक परमेश्वर इच्छा से आपको देइछन तो प्रेज द लॉर्ड जदि देना हालेलुया एहा के क्रिश्चियन जीवन एग्जांपल मन करतु मोर मासिक दरमा 5000 आ आज्ञाकर मन कर 5 लाख मन करू तो मते मासक तेरे मते 5000 देले कि आज्ञा को 5 लाख देले कि उच्चर पाइबे कि प्रेरित 17:25 के पढ़ो समस्त पदार्थ किए दियंती परमेश्वर अन्याय की जमा नुहे से मंगलकारी मंगलमय कृपामय से भूल करि पारंती नाही से जानती तांको इच्छा को एखिबाय को कहले धन्य से व्यक्ति जे तांको इच्छा को बुझि पारछि मनकर आपणकर गृहरे जेतिकी विषय दरकार अछि ता देई नांती आपणको लागुछि मते दरकार बोली तांको दृष्टि रे तो लागिबा दरकार तांको लागिबा दरकार कि आपणको नीड अछि बोली धन्य से जीवन एथिपाई जे बुझि पारछि ईश्वर को इच्छा सर्वश्रेष्ठ विषय अटे देह को खाए बोलते आज्ञा बेले सुस्थता ईश्वर को इच्छा नाही ईश्वर राजा सुस्थ है कि नहीं एथिपाई बुझु मोर देह भल थाओ कि भल न थाओ प्रेज द लॉर्ड से व्यक्ति आत्मिक व्यक्ति होते
ମଧ୍ୟ ନଷ୍ଟ ହେଇଗଲେ। ସଦାପ୍ରଭୁ ଦେଇଛନ୍ତି, ସଦାପ୍ରଭୁ ନେଲେ, ତାଙ୍କ ନାମ ଧନ୍ୟ ହେଉ। ସେଇ ବ୍ୟକ୍ତି କହିପାରିବ ଯେ ଜାଣିଛି ପରମେଶ୍ୱର ଅନ୍ୟାୟ କରିପାରନ୍ତି ନାହିଁ। ଟିକିଏ ଥଣ୍ଡା କାଶ ଜ୍ୱର ହେଇଗଲେ ଗିର୍ଜା ବନ୍ଦ। କି ଦୁଃଖର କଥା! କୋଉ ପ୍ରଭୁକୁ ଆମେ ଜାଣିଛୁ? ଆଜ୍ଞା କେଉଁ ପ୍ରଭୁକୁ ଜାଣିଛ? କେ ଜାଣେ? ଈଶ୍ୱରଙ୍କର ହୃଦୟକୁ ବୁଝିବା ବ୍ୟକ୍ତି ହବ, ତାଙ୍କ ଇଚ୍ଛା ପାଳନକାରୀ ହବ, ସେମାନେ ନିତ୍ୟ ସ୍ଥାୟୀ ଅଟନ୍ତି, ନିତ୍ୟ ସ୍ଥାୟୀ ଅଟନ୍ତି। କଣ ତାଙ୍କ ଇଚ୍ଛା? ପ୍ରଥମ ଥେସଲୋନିକୀୟ 4:3 କାରଣ ତୁମେମାନେ ଯେପରି ପବିତ୍ର ହୁଅ, ଏପରି ଈଶ୍ୱରଙ୍କର बस ଇଚ୍ଛା। तुम्हें ଯେପରି ପବିତ୍ର ହୁଅ, ଏହା ହିଁ ସୁନ୍ଦର ଲେଖା ହେଇଛି। ଏହା ହିଁ ତାଙ୍କ ଇଚ୍ଛା। ଆମେ କଣ ହେଉ? ପବିତ୍ର ହେଉ। ଆଉ ଫେରି ରହୁଛି। ପ୍ରଭୁ ଆଜି ଆପଣଙ୍କୁ ଅନେକ କହିପାରିବେ କି ମୋର ଏଇ ପୁଅ ପବିତ୍ର ବୋଲି, ମୋର ଏଇ ଝିଅ ପବିତ୍ର ବୋଲି। ପରମେଶ୍ୱର ଆଇବଙ୍କୁ ଦେଖି କହିଲେ, ଆମ ହଦାସ ଆଇବ ଧାର୍ମିକ ଅଟନ୍ତି, ସିଦ୍ଧ ଅଟନ୍ତି, ଶରୀର ଅଟନ୍ତି, କୁକ୍ରିୟା ତ୍ୟାଗୀ ଅଟନ୍ତି। ପ୍ରଭୁ ଆଜି ମତେ ଦେଖି କହିପାରିବେ ଏ ବ୍ୟକ୍ତି ପାପ ଛାଡ଼ିଛି ବୋଲି, ଏ ବ୍ୟକ୍ତି ନିଶା ଛାଡ଼ିଛି ବୋଲି, ଏ ବ୍ୟକ୍ତି କାମୁକତା ଛାଡ଼ିଛି ବୋଲି, ଏ ବ୍ୟକ୍ତି ମନ୍ଦ ଛାଡ଼ିଛି ବୋଲି କହିପାରିବେ କି? କହିପାରିବେ? ଦିନ ରାତି ଶୈତାନ ଅହରହ ପ୍ରଭୁଙ୍କୁ ନିନ୍ଦା କରୁଛି। ଦେଖନ୍ତୁ ପ୍ରଭୁ, ସେମାନଙ୍କ ଉପରେ ତୁମେ ଆଶୀର୍ବାଦ କରୁଛ, ସେମାନଙ୍କ ବିଷୟ ଉପରେ ତୁମେ ଚିନ୍ତା କରିଛ, ସେମାନେ ତୁମର ସନ୍ତାନ ସନ୍ତତି ବୋଲି। ଦେଖନ୍ତୁ ପ୍ରଭୁ, ସେମାନେ ଗିର୍ଜାଘର ଆସୁଛନ୍ତି, ଗିର୍ଜାଘର ବାହାରକୁ ଗଲା ପରେ ବିଜାତି ଏବଂ ତାଙ୍କ ମଧ୍ୟରେ କୌଣସି ପ୍ରଭେଦ ଦେଖା ଯାଉନାହିଁ। କେମିତି ଲାଗୁଥିବ ସେ ପ୍ରଭୁଙ୍କୁ? କେମିତି ଲାଗୁଥିବ? ଏହା ହିଁ ତାଙ୍କ ଇଚ୍ଛା। ଆଉ ଆମର ଇଚ୍ଛା, ମତେ କାକୁଆ ବାହାର କରିଦିଅ, ନହେଲେ ମରିଯିବି। ମରନୁ, ଯିବୁ ମାମୁଁ ଘରୁ, ମର ଏବେ ଆଗ ମରଜା। ନିର୍বোଧତାରୁ କେବେ ବାହାରିବା? ମତେ ଏଇ ମୋବାଇଲ କିଣି ଦିଅ, ଚାକିରି କରି କହୁନୁ, କାମ କରି କିଣେ, ମା ବାପା କାହିଁ ହଇରାଣ କରୁଛୁ? ଆମମାନଙ୍କର ଇଚ୍ଛାକୁ ଟିକେ ସିଫ୍ଟ କରିବା କି ଶାରୀରିକତା ଠାରୁ, ଜାଗତିକତା ଠାରୁ ଆତ୍ମିକ କରିବା କି ଟିକେ। ମୁଁ ନମ୍ର ହେବି, ଏହା ମୋର ଇଚ୍ଛା ହେବ। ମୁଁ ଆଠେଇବି ଘଣ୍ଟା ଘଣ୍ଟା, ଏହା ମୋର ଇଚ୍ଛା ହେବ। ମୁଁ ପ୍ରବାସ କରିବି, ପାଣି ମଧ୍ୟ ପିଇବି ନାହିଁ, ଏହା ଟିକେ ଇଚ୍ଛା କରୁ। ମୁଁ ପବିତ୍ର ହେବି, ପାପ ଶୂନ୍ୟ ହେବି, ଏହା ଟିକେ ଇଚ୍ଛା କରୁ। ଯାହାଙ୍କ ଚରଣକୁ ଆମେ ମାନେ ପ୍ରତିନିତ୍ୟ ଯାଉଛୁ ଜୀବନର ଦୁଃଖ ବାହାରେ ଜଣାଇବା ପାଇଁ, ସେହି ପରମେଶ୍ୱର ପ୍ରଭୁ ପବିତ୍ର ଅଟନ୍ତି। ଆଉ ସେ ଚାହାନ୍ତି ତାଙ୍କ ସନ୍ତାନ ସନ୍ତତି ମାନେ ପବିତ୍ର ହୁଅନ୍ତୁ। ହେ ଆମ୍ଭମାନଙ୍କ କି ପିତା? ତାପରେ ହେଉଛି ତ ନା ଖାଲି ପାଟିରେ? हे आमମାନଙ୍କ ସ୍ୱର୍ଗସ୍ଥ ପିତା, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ। କହିଦେବା ଦ୍ୱାରା ହେବ ନାହିଁ। ଆମର ଜୀବନ ପବିତ୍ର ହେଲେ ତାଙ୍କ ନାମ ପବିତ୍ର ବୋଲି ମାନ୍ୟ ହେବ। ହାଲେଲୁୟା। ପବିତ୍ରତା ଆମମାନଙ୍କର ମୂଳ ସନ୍ଦେଶ ନୁହେଁ, ଏଥିପାଇଁ ସେ ଭିତରିଆ କଥାରେ ପଶି ନାହିଁ। ଈଶ୍ୱରଙ୍କ ଇଚ୍ଛା ହେଉଛି ପବିତ୍ରତା। ଆଉ ସେମାନେ ଚିରସ୍ଥାୟୀ ଅଟନ୍ତି ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାକୁ ପାଳନ କରନ୍ତି। ଏହା ହିଁ ତାଙ୍କ ଇଚ୍ଛା। ଆମ ହୃଦୟ ଆମକୁ ନିଜକୁ କହିବା ଦରକାର, ମୋର ଆଉ କିଛି ଇଚ୍ଛା ନାହିଁ, କେବଳ ପବିତ୍ରତା, କେବଳ ପବିତ୍ରତା। କେହି କୁହନ୍ତୁ ନ କୁହନ୍ତୁ, ଆମ ବିବେକ ଆମକୁ କହିବା ଦରକାର, ଆମ ହୃଦୟ
ମୁଁ ଟିକେ ପବିତ୍ର ହେଇଯିବି, ମୁଁ ଟିକେ ନମ୍ର ହେଇଯିବି, ମୁଁ ଟିକେ ଧାର୍ମିକ ହେଇଯିବି, ମୁଁ ବାକ୍ୟ ଭିତରେ ଆପଣଙ୍କୁ ରଖିବି, ବାକ୍ୟ ଯାହା ମନା କରୁଛି ମୁଁ ତାହା କରିବି ନାହିଁ, ପ୍ରଭୁଙ୍କୁ ଖୁସି କରିବି। এই ছাতি কাম রহব। ক্ষয়নীয় জীবন পাই বলে এতে আমি বিচলিত, এইটা হি দরকার সেইটা হি দরকার, সেইটা কিনি দিও, এপটে হি ଯିବି, এইଠି হি রহিবি, এমিতি হি রহিবি, এইটা হি করিবি, সেইটা হি খাইবি। আত্মিক জীবন পাই ଟିକେ চিন্তা কর। ଆମମାନଙ୍କ ପ୍ରାଣ କେବେ ଯିବ ଆମେ ଜାଣିଛୁ ନାହିଁ, ସେ କେବେ আগমন କରିବେ ଜାଣିଛୁ ନାହିଁ। ପ୍ରାଣ କେତେବେଳେ ମଧ୍ୟ ଚାଲି ଯାଇପାରେ, ସେ କେତେବେଳେ ମଧ୍ୟ ଆସି ଯାଇପାରନ୍ତି। କଥା ହେଉଛି ସେଇ ଜୀବନ ନିମନ୍ତେ ଆମେମାନେ ପ୍ରସ୍ତୁତ ତ? ଅପବିତ୍ର ହୋଇ ପାପ ଧରି ଆପଣମାନେ ଉଚ୍ଚର ସମିତିକୁ ଆସିପାରିବେ, କେହି ଅଟକାଇ ପାରିବେନି ଆପଣମାନଙ୍କୁ। କିନ୍ତୁ ପାପ ସହିତ ଆତ୍ମିକ ରାଜ୍ୟର ପ୍ରବେଶ ଲେଦୁ ହେବ ନାହିଁ, ଅସମ୍ଭବ ହେବ ନାହିଁ। ପାପ ସହିତ ଗୀତ ଗାଇପାରିବେ, ପାପ ସହିତ ବାଇବଲ ପଢିପାରିବେ, ପାପ ସହିତ ବାଜା ମାରିପାରିବେ, ପାପ ସହିତ ଆପଣ ସବୁ ମିଟିଂ ଯାଇପାରିବେ, ସ୍ୱର୍ଗ ରାଜ୍ୟ ଅସମ୍ଭବ। ଏଥିପାଇଁ ପବିତ୍ର ହେଉ, ତାଙ୍କ ଇଚ୍ଛା ପାଳନକାରୀ ହେଉ, ନିତ୍ୟ ସ୍ଥାୟୀରେ ଆମମାନଙ୍କୁ ସ୍ଥାନ ମିଳିବ। ନିର୍বোଧତାର ବାହାରୁ ସୁବୁଦ୍ଧି ହେଉ, ସୁବୁଦ୍ଧି ହେଉ। ହାଲେଲୁୟା। ତାଙ୍କ ଇଚ୍ଛା ଆମେମାନେ ପବିତ୍ର ହେଉ। କଣ ସବୁ ପବିତ୍ର ହେବା ଦରକାର? 20 ଗୋଟି ପଏଣ୍ଟ ଅଛି, ଗୋଟେ ଯୋଡ଼େ ପଏଣ୍ଟ କହିବି, ଜମା ଡିଷ୍ଟର୍ବ ହୁଅନ୍ତୁ ନାହିଁ, ନିଶ୍ଚୟ ଚେଷ୍ଟା କରିବେ ସମୟରେ ସାରିବା ପାଇଁ। ପ୍ରଥମ ବିଷୟ, ଆପଣଙ୍କର ଚକ୍ଷୁ ପବିତ୍ର ହେଉ। ହିତୋପଦେଶ 27:20। ଯେପରି ପାତାଳ କେବେ ମଧ୍ୟ ତୃପ୍ତ ନୁହେଁ, ସନ୍ତୁଷ୍ଟ ନୁହେଁ, ଠିକ୍ ସେହିପରି ମନୁଷ୍ୟମାନଙ୍କର ଆଖି ଚକ୍ଷୁ କେବେ ବି ତୃପ୍ତ ନୁହେଁ, କେବେ ନାହିଁ। ମୋବାଇଲ ବାହାର କରିବେ ଈଶ୍ୱରଙ୍କ ଦାସଙ୍କ ବାକ୍ୟ ଶୁଣିବା ପାଇଁ, ବାକ୍ୟ ନ ଶୁଣି ସର୍ଟସରେ ପାଗଳ, ରିଲ୍ସରେ ପାଗଳ, ଫେସବୁକରେ ପାଗଳ, ଚାଟିଂରେ ପାଗଳ, ଦେଖୁଥିଲେ ସ୍କ୍ରୋଲ କରି ଦେଖୁଥିବେ, ରାତି ବାହି ଯାଉଥିବ, ଘଣ୍ଟା ପାର କରିଦିଅନ୍ତି ମୋବାଇଲରେ। କେବେ ସନ୍ତୁଷ୍ଟ ହେବ ନାହିଁ, ଆପଣଙ୍କର ଚକ୍ଷୁ ହେବ ନାହିଁ। ଏଥିପାଇଁ ତ ସକାଳକୁ କହିଲେ ପାଉଲ ଯାହା କହିଛନ୍ତି, train your body to do what it should do। ତାଲିମ ଦିଅନ୍ତୁ ଆଖିକୁ। ଆଖି, ତୁ ଯାହା ଚାହୁଁଛୁ ତାହା ତୁ ଦେଖିପାରିବୁ ନାହିଁ, ମୁଁ ଯାହା ଚାହୁଁଛି, ବାକ୍ୟ ଯାହା ଏଲାଉ କରୁଛି, ତୁ ତାହା ଦେଖିପାରିବୁ। 50, 60, 70 ବର୍ଷ ହେଲେ କ'ଣ ହେଲା? ନିୟମ କରୁଛନ୍ତି, ମୁଁ କିପରି ଅନାଇବି, ଗଭର୍ଣ୍ଣମେଣ୍ଟ କରୁଛନ୍ତି। ସେମାନଙ୍କ ବିଷୟ ଗୋଟେ ଚକ୍ଷୁର ଲାଳସା, ଚକ୍ଷୁର ଅଭିଳାଷ, ଷ୍ଟ୍ରଙ୍ଗ ନିଷ୍ପତ୍ତି ନେବେ। ପିତର ଅତି ସୁନ୍ଦର ଲେଖନ୍ତି, ପ୍ରଥମ ପିତର 2:14 ପଢିଲେ, ପ୍ରଥମ ପିତର 2:14, ଦ୍ୱିତୀୟ ପିତର ବସ୍। ସେମାନଙ୍କର ଚକ୍ଷୁ କେଉଁଠାରେ ପରିପୂର୍ଣ୍ଣ? ବ୍ୟଭିଚାରରେ ପରିପୂର୍ଣ୍ଣ। କ୍ଷାନ୍ତ ହେଉନାହିଁ, କ୍ଷାନ୍ତ ହେଉନାହିଁ, ମନ ଭାଙ୍ଗୁନାହିଁ। ଗୋଟିଏ ମା
ବାଳକ ବାବୁକୁ କହୁଛନ୍ତି ଯାଇ ବାଳକ ବାବୁ ଯେଉଁ ଦିନ ଠାରୁ ଆମର ପୁଅକୁ ଆମେମାନେ ଗୋଟେ ନୂଆ ମୋବାଇଲ କିଣିଦେଲୁ ସେଇଦିନ ଠାରୁ ଆମ ପୁଅ ପ୍ରଭୁଙ୍କୁ ସାକ୍ଷାତ କରୁଛି ରାତ୍ରି ସମୟରେ। ବାଳକ ବାବୁ କହିଲେ ସତରେ? ଆରେ ବା, ଯାହା ହଉ, ଅତି ସୁନ୍ଦର ସମ୍ବାଦଟେ କହିଲ। ଆଚ୍ଛା ଆପଣ ଗୋଟେ କାମ କରନ୍ତୁ। ହଁ ବାଳକ ବାବୁ, କ'ଣ କାମ କରିବି? ରାତ୍ରି ବେଳାରେ ଆପଣ କେମିତି ଜାଣିଲେ ସେ ପ୍ରଭୁଙ୍କୁ ସାକ୍ଷାତ କରୁଛନ୍ତି? ଆପଣ ଟିକେ ଯାଇକି ଦେଖନ୍ତୁ ବାସ୍ତବ ଘଟଣାଟା କ'ଣ। ମା ଉଠିଲି ରାତି 12ଟା ବେଳେ, ପୁଅ ଖଟରେ ଅଛି, ଚାଦର ଢାଙ୍କିଛି, ଭିତରେ ଜଳିଛି ଅଗ୍ନି, ଲାଇଟ୍ ପୁରା ଜଳୁଛି ଫେସ୍ରେ। ମା ଭାବୁଛି ଦୂତ ଦର୍ଶନ ଦେଇଛନ୍ତି। କି ଫଟା କପାଳ, ଦୂତ ନା ଆଉ এই স্থিতি অনেকଙ୍କର আছে। ଆପଣ ମା ବାବାକୁ ସିନା ବୋକା ବନେଇ ପାରିବେ, ମଣ୍ଡଳକୁ ସିନା ବୋକା ବନେଇ ପାରିବେ, ତାଙ୍କୁ ବି କରିବେ କି? God cannot be mocked. ସେ ବିଦ୍ରୂପର ପାତ୍ର ନୁହନ୍ତି। ତାଙ୍କୁ ଆପଣ ଠକି ପାରିବେ ନାହିଁ, ତାଙ୍କୁ ପ୍ରବଞ୍ଚନା କରିପାରିବେ ନାହିଁ। ନିଜକୁ ଠକୁଛନ୍ତି ଆଜ୍ଞା। নির্বোধতার বাহারও সুবুদ্ধি দেও, ব্যভিচারে পরিপূর্ণ চক্ষু শরীর অঙ্গ প্রত্যঙ্গ আমার নজর ঠিক নাই। বড় ক্রিটিকাল দৃষ্টিরে পিলামানে দেখতে বহুত কষ্ট লাগে, ভয়ঙ্কর নজরে দেখতে। গোটে সিধা কথা কহিবি, কলেজা থিবা লোক শুଣନ୍ତୁ, ନହେଲେ କାନ ବନ୍ଦ କରିଦିଅନ୍ତୁ ପ୍ଲିଜ। ପଢିବା ମାଥ୍ୟୁ 7:12। ଲୋକମାନେ ତୁମ୍ଭମାନଙ୍କୁ ଯାହା ସବୁ କରନ୍ତୁ ବୋଲି ଇଚ୍ଛା କର, ତୁମେ ସେମାନଙ୍କ ପ୍ରତି ତାହା କର। ଆଚ୍ଛା, ତୁମେ ଚାହୁଁଛ ଲୋକମାନେ ତୁମର ବଦନାମ ନ କରନ୍ତୁ ବୋଲି, ତେବେ ତୁମେ ଲୋକର ବଦନାମ କର ନାହିଁ ଫାର୍ଷ୍ଟ। তুমি চাহুছ তোমার কেই পরচর্চা ন করতু বলি, তুমি প্রথমে পাটিকে সিলেই হুও। 144 অ্যাপ্লাই নিচে করো ফার্স্ট। তুমি চাহুছ তোমার বিষয়ে মিথ্যা আরোপ মানে আজকাল নিউজ করে প্রচলিত ন হেউ বলি, তুমি নিজে আপনি বন্ধ করো। আউ ইম্পর্টেন্ট কথা, তুমি চাহুছ তোমার গেলহা ভৌণী, তোমার গেলহা মাଙ୍କୁ কে ଖରାପ ଦୃଷ୍ଟିରେ ନ ଦେଖନ୍ତୁ ବୋଲି ତୁମେ ଫାର୍ଷ୍ଟ କର। ବୁଝା ପଡୁଛି? ଅନ୍ୟର ଝିଅମାନେ, ମା ମାନେ, ଭଉଣୀ ମାନେ ଶସ୍ତା। ଯୁବକ ସଭାରେ ଯୁବକ ନାହାନ୍ତି। କି ଦୁର୍ଭାଗ୍ୟ ସ୍ଥିତି! ଏହା ଆମର ଉଦ୍ଦୀପନା ଅଟେ। ଏଥିପାଇଁ କିଏ ଦାୟୀ କେଜାଣେ? ସଦ୍ବୁଦ୍ଧି ପ୍ରଭୁ ଦିଅନ୍ତୁ। ଚକ୍ଷୁ ବ୍ୟଭିଚାରରେ ପରିପୂର୍ଣ୍ଣ, এই চক্ষুকে পবিত্র কর, তাঙ্ক রক্তরে ধুই পকা, পরিষ্কার শুচি হেউ, অসার দর্শনর মতে রক্ষা কর। পড়িদেবে কোনটি লেখা আছে? গীত সংহিতা 119:37। 119:37। ଅସାର ଦର୍ଶନରୁ ମୋର ଚକ୍ଷୁ ଫେରାଅ।
ଆମର ଜୀବନରେ ଥରେ ପ୍ରାର୍ଥନା କେବେ କରିଛୁ ଆମେ? ଦେଖନ୍ତୁ ତାଙ୍କର ପ୍ରାର୍ଥନା, ପ୍ରଭୁ ଯାହା ଯାହା ବେକାରରେ, ଯାହା ଯାହା ଅସୁଚି ଅଟେ ମତେ ତା ଦେଖିବାକୁ ଦିଅ ନାହିଁ, ସେଥିରୁ ମୋର ଆଇସ୍କୁ ଟର୍ନ କରିଦିଅ, ମୋର ଚକ୍ଷୁକୁ ଫେରାଇ ଦିଅ, ମୁଁ ତା ଦେଖିବା ପାଇଁ ଚାହୁଁନାହିଁ। କାନ୍ଦିବାକୁ ପଡ଼ିବ ନା, ଏତେ ଶସ୍ତା କି ପବିତ୍ରତା ମିଳିଯିବ? ପବିତ୍ରତା ଟଙ୍କା ନାହିଁ, ମିଳିଯିବ ଶସ୍ତାରେ। ପଶରେ ରଖିବାକୁ ପଡ଼ିବ, ଶରୀରକୁ କଷ୍ଟ ଦେବାକୁ ପଡ଼ିବ, କୃଷ ବହନ କରିବାକୁ ପଡ଼ିବ, ଆଣ୍ଠେଇବାକୁ ପଡ଼ିବ, ଜାନ ପାତିବାକୁ ପଡ଼ିବ, ଉପବାସ କରିବାକୁ ପଡ଼ିବ ବିଜୟ ଜୀବନ ନିମନ୍ତେ। ପ୍ରଭୁ ଚକ୍ଷୁର ପାପରେ ମୁଁ ବିଜୟ ଆଜି ନୁହେଁ, କାନ୍ଦି କାନ୍ଦି ମାଗିବାକୁ ପଡ଼ିବ ବିଜୟ ଜୀବନ। ଅସାର ଦର୍ଶନରୁ ମୋର ଚକ୍ଷୁକୁ ଫେରାଅ। 63 ଟିକେ ବାହାର କରି ଗୀତ ସଂହିତା 63 ଅଧ୍ୟାୟ 1ରୁ ଟିକେ ପଢ଼। ଦାଉଦଙ୍କର ଗୀତ, ହଁ। ସେ ତ୍ରିଭୁଜ ପ୍ରାନ୍ତରରେ ଥିବା ବେଳେ ରଚିତ। ହଁ। ହେ ପରମେଶ୍ୱର, ହେ ପରମେଶ୍ୱର, ହେ ମହାନ ପରମେଶ୍ୱର, ହଁ ଯତ୍ନରେ ମୁଁ ତୁମର ଅନ୍ୱେଷଣ କରିବି। ହଁ ଜଳଶୂନ୍ୟ ଶୁଷ୍କ ହୁଁ। ଓ ଶାନ୍ତିକର ଦେଶରେ ହଁ। ମୋ ପ୍ରାଣ ତୁମ୍ଭ ନିମନ୍ତେ ତୃଷିତ ହୁଏ। ମୋର ପ୍ରାଣ କାହା ପାଇଁ ତୃଷିତ? ତୁମ୍ଭ ପାଇଁ, ଯେ ମୋର ଶରୀରକୁ ଗଠନ କରିଛନ୍ତି, ଯେ ମୋର ଚକ୍ଷୁ ଗଠନ କରିଛନ୍ତି, ଯେ ମୋର ଜିହ୍ବା ତିଆରି କରିଛନ୍ତି, ଯେ ମୋର ହୃଦୟକୁ ବନେଇଛନ୍ତି, ତୁମ୍ଭ ପାଇଁ ହେ ପ୍ରଭୁ ମୋର ପ୍ରାଣ ତୃଷିତ। ଏ ଶରୀରର ଇଚ୍ଛା ହେଇଯାଉ ସେଥିପାଇଁ ମୋର ପ୍ରାଣ ତୃଷିତ ତାହା ନୁହେଁ। କଣ ଷ୍ଟାଣ୍ଡାର୍ଡ ଦେଖନ୍ତୁ ଆଜ୍ଞା। ହଁ, ଓ ମୋ ଶରୀର ହୁଁ। ତୁମ୍ଭ ପାଇଁ ଲାଳସା କରେ। ତୁମ୍ଭ ପାଇଁ ମୋର ଶରୀର ଲାଳସା କରେ। ପଢ଼ନ୍ତୁ। ତେଣୁ ତୁମ୍ଭ ପରାକ୍ରମ ହଁ ଓ ଗୌରବ ଦେଖିବା ପାଇଁ ହଁ ମୁଁ ପବିତ୍ର ସ୍ଥାନରେ ହୁଁ। ତୁମ୍ଭ ପ୍ରତି ଚାହିଁ ରହିଅଛି। ତୁମ୍ଭ ପ୍ରତି ମୁଁ ଚାହିଁକି ରହିଛି। କି ସୁନ୍ଦର ଲେଖା ହେଇଛି। କେତେବେଳେ ଟିକେ ତୁମକୁ ଦେଖିଦେବି ପରା, ଟିକେ ମୋ ଦର୍ଶନ ତୁମର ପାଇଯିବେ ପରା। 27 ଗୀତ ସଂହିତା 27 4। ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ସଦାପ୍ରଭୁଙ୍କର ସୌନ୍ଦର୍ଯ୍ୟ ଦେଖିବା ପାଇଁ, ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ, ହଁ ଯେପରି ଯାବଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଯାବଜୀବନ ଅନନ୍ତ କାଳ ଯେପରି ତାଙ୍କ ଗୃହରେ ବାସ କରିବି। ଏହି ଏକ ବିଷୟ ମାଗିଛି, ଆଉ ତାହା ହିଁ ମୁଁ ଖୋଜିବି, ତାହା ହିଁ ଖୋଜିବି। ସଦାପ୍ରଭୁଙ୍କର ସୌନ୍ଦର୍ଯ୍ୟ ଦେଖିବା ପାଇଁ ସେ ତୃଷିତ ଥିଲେ। ଝିଅମାନଙ୍କର ନୁହେଁ, କି ପୁଅମାନଙ୍କର ନୁହେଁ, କି ଜଗତର ନୁହେଁ, କି ଟିଭିରେ ନୁହେଁ, କି ସିରିଏଲର ନୁହେଁ, କି ମୁଭିର ନୁହେଁ, ଈଶ୍ୱରଙ୍କର। ଧନ୍ୟ ସେ ଜୀବନ ଯେ ଈଶ୍ୱରତ୍ୱକୁ ବୁଝିପାରିছে। ହାଲେଲୁୟା। ଚକ୍ଷୁ ପବିତ୍ର ହେବ। ଯାହା ଖରାପ ତାହା ମୁଁ ଦେଖିବି ନାହିଁ। ପ୍ରଭୁ ମୋତେ ଶକ୍ତି ଦିଅ, ଉପବାସ କରି ବିଜୟ ପାଆନ୍ତ। ଅସାର ଦର୍ଶନରୁ ମୋର ଚକ୍ଷୁକୁ ଫେରାଅ। ଯାହା ଯାହା ମନ୍ଦ ମୁଁ ତାହା ଅନାଇବି ନାହିଁ। ସଦାପ୍ରଭୁଙ୍କ ଚକ୍ଷୁ ଏତେ ନିର୍ମଳ ଯେ ତାହା ମନ୍ଦ ଦେଖି ନପାରେ, ଦେଖି ନପାରେ। ଆମେ ମନ୍ଦ ବିହୁନେ ଆଉ କିଛି ଦେଖୁନାହୁଁ ବୋଲି କହିଲେ ହୁଏତ ଭୁଲ ହେବ ନାହିଁ। ଚକ୍ଷୁକୁ ପବିତ୍ର କରି ରଖ। ନୟନର ଲାଳସାରୁ ଆମେ ମାନେ ଅହରି ଯାଉ। ଚକ୍ଷୁ ଚାହିଁବ ଦେଖ ବୋଲି ମନା କର। ଚକ୍ଷୁ ମୁଁ ବାରମ୍ବାର କରୁଛି, ତୁ ଯାହା ଚାହୁଁଛୁ ତୁ ତାହା ଦେଖିପାରିବୁ ନାହିଁ। ମୁଁ ଯାହା ଚାହୁଁଛି ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଯାହା ଅନୁମୋଦନ କରୁଛି, ଯାହା ପରମିଟ୍ କରୁଛି, ଯାହା ଏଲାଉ କରୁଛି, ତାହା ହିଁ ତୁ ଦେଖିବୁ। ଟ୍ରେନ୍ ଇଟ୍, ତାଲିମ ଦିଅନ୍ତୁ। ପ୍ରଥମେ ଚକ୍ଷୁକୁ ପବିତ୍ର କର। ମୁଁ ଆଗକୁ ବଢୁଛି ସମୟକୁ ଦେଖି। ଦ୍ୱିତୀୟରେ ଆପଣଙ୍କ ଜିହ୍ବାକୁ ପବିତ୍ର କରି ରଖନ୍ତୁ। ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ, ମୁଖ୍ୟ ବିଷୟ ଅଟେ। ପାଟି ଖୋଲିଲେ ଅନେକଙ୍କର ପାଟି ଖୋଲୁ ଖୋଲୁ ରାଗ, ପାଟି ଖୋଲିଲେ ଗାଳି, ପାଟି ଖୋଲିଲେ ମିଛ।
ତାହା ପବିତ୍ରତାର ଜିହ୍ବା କି ପରଚର୍ଚ୍ଚା କରିବାରେ ସତେ ଯେମିତି ଏମାନେ PhD ଡିଗ୍ରୀ ହାସଲ କରିଛନ୍ତି। ଜଳଖିଆ ଦୋକାନରେ ଚର୍ଚ୍ଚା, ଚାହା ଦୋକାନରେ ଚର୍ଚ୍ଚା, ଉକୁଣି ଦେଖିଲା ବେଳକୁ ବି 844 ଚର୍ଚ୍ଚା। ଶୁଣିଲୁ କି ନାନୀ, ହଇ ନାନୀ, ଏମିତି କରା ହଁ କିଏ ଜାଣନ୍ତି ଏହା କାହାର ନେଚର ଯେ ଦିସ୍ ଇଜ devilish, ସୈତାନିକ ଦେହ। ଦିବାରାତ୍ର ଈଶ୍ୱରଙ୍କ ଭାଇମାନଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ଅପବାଦ କରୁଛ। ଅପବାଦ ଅନ୍ୟର ନିନ୍ଦା କରିବା ଶୈତାନର ନେଚର, ଅନ୍ୟର ବିଚାର କରିବା ଶୈତାନର ସ୍ୱଭାବ। ଯେଉଁ ଜଣ ଦୁଷ୍ଟମାନଙ୍କ ଚାଲେ ନାହିଁ, ଠିଆ ହୁଏ ନାହିଁ, ହଁ, ନିନ୍ଦକ ମାନଙ୍କ ସଭାରେ ଆଉ ନିନ୍ଦା ନ କଲେ ଆମର ପେଟ ଭଲ ନାହିଁ। ବିଚାରକର୍ତ୍ତା ଥିଲେ ସମସ୍ତଙ୍କର ବିଚାର କରୁଛନ୍ତି। ସେ ଏମିତି, ଇଏ ଏମିତି, ସେ ସେମିତି, ଆଙ୍କେ ଏମିତି, ଆଉ ନିଜର ବିଚାର କେବେ କରିବୁ? ଏଥିପାଇଁ ତ ଫସିଲୁ। ସାଧୁ ହେବା ପାଇଁ ଚାହୁଁଛନ୍ତି, ନିଜର ବିଚାର କରିକି ସମୟ ଅତିବାହିତ କରନ୍ତୁ। ସମୟ ପାଇବେ ନାହିଁ ଅନ୍ୟକୁ ଆଙ୍ଗୁଳି ଦେଖାଇବା ପାଇଁ। କାହାର ବିଚାର? ଆପଣ ବିଚାରପତି କି କୋର୍ଟକୁ ଯାଉନାହାନ୍ତି? କି ମାନେ ବେହୁଦା ଏମିତି କେମିତି ଘଟିଆ ଆଦତ ବୋଲି କୁହାଯାଏ। ବିଚାର କରିବା କଥା ନିଜର କର ନା, ସମୟ ମିଳିବ ନାହିଁ। ମୁଁ କହୁଛି କେବେ ଆମର ଜୀବନ ପବିତ୍ର ହବ? ଯିଶାୟ ମୋତେ ଭାବୁଥିଲେ ମୁଁ ପବିତ୍ର ବ୍ୟକ୍ତି, ମୋତେ ଈଶ୍ୱର ଆହ୍ୱାନ କରିଛନ୍ତି, ମୁଁ ଭାବବାଦୀ ହେବ ବୋଲି। ଅଶୁଚି ଥିଲେ, ଅଶୁଚି ଜାଣିପାରିଲେ ସେତେବେଳେ ଯେତେବେଳେ ସେ ଈଶ୍ୱରଙ୍କ ପବିତ୍ରତାର ଦର୍ଶନ କଲେ। ଏଥିପାଇଁ ଆମେ ଆଜି ଜାଣିପାରୁନା ହୋ ଆମର ଜୀବନ ପବିତ୍ର ଅଛି କି ଠିକ ଅଛି କି ଠିକ ନାହିଁ। ପରମେଶ୍ୱରଙ୍କ ପବିତ୍ରତାର ଟିକେ ଷ୍ଟଡି କରନ୍ତୁ, ଆପଣ ଅଟୋମେଟିକ ଜାଣିବାକୁ ଲାଗିବେ ଆପଣ କେତେ ପବିତ୍ର ଅଟନ୍ତି। ନିଜ ଦୃଷ୍ଟିରେ ଠିକ ହେଲେ ଚଳିବ ନାହିଁ। ହିତୋପଦେଶ 30:12। ଆପଣା ଦୃଷ୍ଟିରେ ନିର୍ମଳ, ନିଜର ଦୃଷ୍ଟିରେ ଭଲ, ଈଶ୍ୱରଙ୍କ ଦୃଷ୍ଟିରେ ଭଲ ତ? ଈଶ୍ୱରଙ୍କ ଦୃଷ୍ଟିରେ ଆପଣଙ୍କ ଜିହ୍ବାର ବ୍ୟବହାର ପବିତ୍ରତାର ବ୍ୟବହାର ତ? ଈଶ୍ୱରଙ୍କ ଦୃଷ୍ଟିରେ ଆପଣ ନମ୍ର ତ? ଈଶ୍ୱରଙ୍କ ଦୃଷ୍ଟିରେ ଆପଣଙ୍କ ଜୀବନ ଉତ୍ତମ ତ? ଆପଣା ଦୃଷ୍ଟିରେ ନିର୍ମଳକ ବଂଶ ଅଛନ୍ତି, ସେମାନେ ଆପଣା ମଳିନତାରୁ ଧୌତ ହୋଇନାହାନ୍ତି, ସେମାନେ ପବିତ୍ରୀକୃତ ହୋଇନାହାନ୍ତି। ମୁଁ ଫାଷ୍ଟିଂ କରୁଛି, କରେ କାହାକୁ କହେନା, କହୁନା କାହାକୁ। ମୁଁ 10 ମାସ ଦେ, ଭଲରେ ଦେ, ଯଥେଷ୍ଟ ଦେ, କାହାକୁ କହୁନା। ଅର୍ଥାତ୍ ତୁଚ୍ଛ କରୁନା, ଅର୍ଥାତ୍ ନିନ୍ଦା କରୁନା, ଅର୍ଥାତ୍ ଆଙ୍ଗୁଳି ଦେଖଉନା। ସବୁ କରନ୍ତୁ, ଅନ୍ୟର ବିଚାର କରନ୍ତୁ ନାହିଁ। ସବୁ କରନ୍ତୁ, ଅନ୍ୟକୁ ତୁଚ୍ଛ କରନ୍ତୁ ନାହିଁ। ଜିହ୍ବାକୁ ବଶରେ ରଖିବାର ଜୀବନ ବାସ୍ତବ ଖ୍ରୀଷ୍ଟ ଜୀବନ ଅଟେ। ଯାକୁ ବହି କର 26 ପଢ। যদি কেউ মনে করছে সে ধার্মিক ব্যক্তি বলে, আত্মিক ব্যক্তি বলে, প্রার্থনাকারী বলে, দানশীল বলে,
কিন্তু জিহ্ବାକୁ ବଶରେ ଯଦି ରଖି ନାହିଁ ତାର ଧର୍ମ ପରାୟଣତା ଏଟା ମାତ୍ର ଅଣ୍ଡା his religiosity is worth zero ଇଂରାଜୀରେ ଲେଖା ଅଛି zero ଜିହ୍ବା ଅଛି ବୋଲି ଯାହା ମୁଖକୁ ଆସିଲା କହିଦିଅନ୍ତୁ ନାହିଁ ଫାଟିଯିବ ଭୂମି ଅଧସ୍ତ ତଳକୁ ନିକ୍ଷିପ୍ତ ହେଇଯିବ ଆଜିକାଲି ବଡ଼ ସଂସ୍ଥା ହେଇଯାଇଛନ୍ତି ପ୍ରଭୁଙ୍କ ଦାସ ମାନେ ବଡ଼ ସଂସ୍ଥା ଯେତେ ଇଚ୍ଛା ଫାଟିବ ଦିନେ ଭୂମି କୁଷ୍ଠ ହବ ସାବଧାନ ସାବଧାନ ଭିତର କହୁଛନ୍ତି ଯୀଶୁଙ୍କୁ ପ୍ରଭୁ ୟାଙ୍କ ବିଷୟରେ ତୁମର ଇଚ୍ଛା କ'ଣ ଯୀଶୁଙ୍କୁ ଉତ୍ତର ମଜା ଲାଗିଯିବ ପୁରା ପଢ଼ିବା ଯୋହନ 21 ଅଧ୍ୟାୟ ପଢ଼ି ଦିଅନ୍ତୁ ସେଇ ପଦ 21-22 ହଁ ପ୍ରଭୁ ୟା ବିଷୟରେ କ'ଣ ଯୀଶୁ କହିଲେ ହଁ ହଁ ତଥ୍ୟ କାହିଁକି ଏତେ ବୁଝା ପଡୁଛି ମୋର ଇଚ୍ଛା ସେ ଆଗମନ ଯାଏ ର କି ନ ର ତଥ୍ୟ କାହିଁକି ଏତେ ମୁଣ୍ଡ ବ୍ୟଥା ବୁଝୁ ବଡ଼ ଚର୍ଚ୍ଚା କରିବା ବନ୍ଦ କର ବିଚାର କରିବା ବନ୍ଦ କର ନିନ୍ଦା କରିବା ବନ୍ଦ କର ମିଥ୍ୟା କହିବା ବନ୍ଦ କର Revelation प्रकाशित वाक्य 22-15 पढ़ते मिथ्या प्रिय वो मिथ्याचारी माने केउठारे रहिबे बाहरे अच्छा जहाँ जहाँ दूरदर्शन प्रदर्शन करा जाउछि से सकल विषय मिथ्या ऊपर आधारित ना नहीं उत्तर टिके मिलिबो कि भलरे देखो ढेपा ढेपा आखि करी देखो बाहर रहिबो आ बड़ बड़ साइजर मध्य आण किण आ प्रार्थना भी करो प्रभु दियो बड़टा बने करो प्रभु देवे शेषरे जीव चलिब देखिबार विषय पवित्र हो कहिबार विषय पवित्र हो यूज आपनकर पवित्र हो जीवार यूज मिछ टोटली कंप्लीटली बंद हवा दरकार संपूर्ण बंद हवा दरकार काली बरा किणी थिली 10 टंका रे टमाटो आज किंती 20 टका बोझ किणी नथिबो मात्र जमा दुकान मध्ये जाई नथिबो एठिरो काली हम 20 टका देथिलु तू कोन आज 30 टका मागुछु जम्मा देई नथिबे एथि सुस्ता कि आपन जीवन नाही सुबुद्धेय पवित्र व्यक्ति ईश्वर इच्छा पालनकारी व्यक्ति नित्य स्थायी होते अंतर चिरंतन से वास करबे आमर चक्षु पवित्र हो आमर जीवा पवित्र हो आ बाकी गुड़ाई विषय जहाँ पवित्र हवा कथा आपण माने स्टडी करंतु नचेत आपण माने आगामी दिन मान यूट्यूब पाई जेबो ऑलरेडी अछि बोले यूट्यूब रे चाहिए तो देखि पारिबे आपण सब विषय पवित्र हवा दरकार चिंता भावना गति देखिबा चलिबा कथावासा सब whatever you do it must be holy जहाँ आपण करिवे ता पवित्रतार विषय हेबा दरकार तेबे पवित्र हेबा तो हेबा जे किपरि पवित्र हेबा स्ट्रॉन्ग निष्पत्ति दृढ़ मनोबल स्ट्रॉन्ग डिटरमिनेशन दरकार होचे मु राजकीय आहार द्रव्य छुईबी नहीं ताको पेय पान करिबी नहीं
କରିବେ ନାହିଁ ମାନେ କରିବେ ନାହିଁ, ସରିଲା। ଆଉ ବେଶୀ କଥା ନାହିଁ। ଦୃଢ ମନୋବଳ, ମୁଁ ଯିବି, ମୁଁ ଉଠିବି, ମୁଁ ଆଉ ରହିବି ନାହିଁ, ମୁଁ ଆଉ ପାପରେ ରହିବି ନାହିଁ, ମୁଁ ନିଶାରେ ରହିବି ନାହିଁ, ମୁଁ ଯିବି କାହାକୁ, କାହା ପାଖକୁ, ପିତାଙ୍କ ପାଖକୁ ଯିବି। ଷ୍ଟ୍ରଙ୍ଗ ଡିଟରମିନେସନ ଦରକାର, ଦୃଢ ମନୋବଳ ଦରକାର। ମୁଁ ଉଠିବି, ମୁଁ ଆଉ ପଡ଼ିକି ରହିବି ନାହିଁ, ମୁଁ ଛାଡ଼ିବି। ଷ୍ଟ୍ରଙ୍ଗ ଡିଟରମିନେସନ ଦରକାର ପବିତ୍ର ହେବା ପାଇଁ। ହାଲେଲୁୟା। ଦ୍ୱିତୀୟ କଥା, ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ ହେଲ୍ପ କରିବ ପବିତ୍ର ହେବା ପାଇଁ। ସମୟ ନଥିବାରୁ ମୁଁ ଆଗକୁ ବ୍ୟାଖ୍ୟା କରୁନାହିଁ। ଗୋଟେ ଆପଲ୍ ଖାଇଲେ କୁହନ୍ତି ଡାକ୍ତରକୁ ଦେଖାଇବାକୁ ପଡ଼େ ନାହିଁ। ଡାଳିମ୍ବ ଖାଇଲେ ରକ୍ତ ବଢ଼େ, ଶାଗ ଖାଇଲେ, ପିଜୁଳି ଖାଇଲେ ଚକ୍ଷୁ ଦେଖାଯାଏ, କ୍ଷୀର ପିଇଲେ, ଦୁଗ୍ଧ ପାନ କଲେ ହାଡ଼ ଅସ୍ଥି ମଜ୍ଜା ଷ୍ଟ୍ରଙ୍ଗ ହୁଏ, କଦଳୀ ଖାଇଲେ ଓଜନ ଲାଗେ ପେଟ, ଆମ୍ବ ଖାଇଲେ ମୋଟା ହେବେ, ଇତ୍ୟାଦି ଇତ୍ୟାଦି କଥା। ପଇଡ଼ ପିଇଲେ ଥଣ୍ଡା ହେବ ପେଟ। ଆଚ୍ଛା, ମୁଁ କାହିଁକି ଏହା କହୁଛି? এই পইল, এই আপেল, এই ডালিম, এই কদলী, এই শাগ, এই পিজুলি, এই ম্যাঙ্গো, এই সব বিষয় ঈশ্বরଙ୍କ বাক্য দ্বারা সৃষ্টি হয়েছে। আচ্ছা, ঈশ্বরଙ୍କ বাক্য দ্বারা সৃষ্ট হয়েছিবা ফলমূল শস্যাদি যেତେବେଳେ ଆମେ গ্রহণ করু, তার প্রভাব ଆମ শরীরে পড়ুଛି না নাই? নিশ্চয় পড়ুଛି। ତେବେ ବାକ୍ୟ ଇଟସେଲ୍ଫ ଯଦି ଭିତରେ ପଶିବ, ବାକ୍ୟ ନିଜେ ଯଦି ଭିତରେ ପଶିଯିବ, ପ୍ରଭାବ କ'ଣ ପକାଇବ ନାହିଁ? କି କଥା! ଅଗ୍ନି ଅଟେ ଆଜ୍ଞା, ଅଗ୍ନି ଜାଳିଦେବ, ହାତୁଡ଼ି ଅଟେ ପିଟିବ, ବାଡ଼େଇ ବାଡ଼େଇ ସିଧା କରିବ, ଆଲୋକ ଅଟେ ପଥ ଦେଖାଇବ, ଖାଦ୍ୟ ଅଟେ ବଳ ଯୋଗାଇବ, ମେଡିସିନ ଅଟେ ସୁସ୍ଥ କରିବ, ଶକ୍ତି ଅଟେ ପାପ କରିବାକୁ ଦେବ ନାହିଁ, ଅର୍ଥାତ୍ ପବିତ୍ର କରି ରଖିବ। 119:11 ପଦ। ଶୀଘ୍ର ପଢନ୍ତୁ। ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଅର୍ଥାତ୍ ପବିତ୍ରତାର ଜୀବନ ଅତିବାହିତ କରେ, ଏଥିପାଇଁ ମୁଁ ହଁ, ଆପଣ ହୃଦୟ ମଧ୍ୟରେ ମୋର ବାକ୍ୟ ସଞ୍ଚୟ କରି ରଖିଅଛି। ହାଲେଲୁୟା। କ'ଣ ସଞ୍ଚୟ କରିଛି ଆଜ୍ଞା? ବାକ୍ୟ। ଆଉ ଆମେ ନିଜକୁ ଉତ୍ତର ଦେଉ, ମୁଁ ଆଉ କହିବା ପାଇଁ ବି ଚାହୁଁନାହିଁ। ବାକ୍ୟ ରଖୁ ହୃଦୟରେ। ପାପ କରିବା ଦ୍ୱାରା ଆମମାନଙ୍କୁ ସେ ଅଟକାଇବ। ପବିତ୍ରତାର ଜୀବନ ଆମମାନଙ୍କୁ ଅତିବାହିତ କରିବା ନିମନ୍ତେ ସହଯୋଗ ହେବ। ଆମେମାନେ ନିତ୍ୟ ସ୍ଥାୟୀରେ ବାସ କରିପାରିବା, ନିତ୍ୟ ସ୍ଥାୟୀ ଜୀବନ ଆମେମାନେ ପ୍ରାପ୍ତ କରିପାରିବା। ସମସ୍ତ ବିଷୟର ଅନ୍ତିମ କାଳ ନିକଟବର୍ତ୍ତୀ ଅଟେ। ନିର୍ବୋଧ ନ ହୋଇ ବୁଦ୍ଧିମାନ ହେଉ। ଆତ୍ମା ଚିରନ୍ତନ ଅଟନ୍ତି। ଆତ୍ମା ଆତ୍ମିକ ଶରୀର ନିମନ୍ତେ ମନୋଯୋଗୀ ହେଉ। ମାଇଣ୍ଡସେଟ୍କୁ ଚେଞ୍ଜ କରୁ, ପ୍ରାୟୋରିଟିକୁ ଚେଞ୍ଜ କରୁ। ବାକ୍ୟ ଅନୁଗ୍ରହ ସ୍ଥାୟୀ ଅଟେ। ବାକ୍ୟ ଧ୍ୟାନରେ ଅଧିକ ସମୟ କ୍ଷେପଣ କରୁ। ଉପାସନାକାରୀ ମାନେ ଚିରସ୍ଥାୟୀ ହେବେ, ବାକ୍ୟ ପାଳନକାରୀ ମାନେ ଚିରସ୍ଥାୟୀ ହେବେ। ହାଲେଲୁୟା। ଶେଷରେ କାହାଙ୍କ ମଣ୍ଡଳୀ ଶେଷ ହେବ ନାହିଁ। ପରମେଶ୍ୱର ନୋହଙ୍କୁ କହିଲେ ପୃଥିବୀର ଅନ୍ତିମ କାଳ, ସମୁଦାୟ ପ୍ରାଣୀର ଅନ୍ତିମ କାଳ ଉପସ୍ଥିତ। ଏଥିପାଇଁ କ'ଣ କର? ଜାହାଜ ନିର୍ମାଣ କର। କ'ଣ ଏ ଜାହାଜ? ତାଙ୍କର ମଣ୍ଡଳୀ ଅଟେ, ଯାହାକି କେବେ ବିନାଶ ହେବ ନାହିଁ। ତ ଆମକୁ କ'ଣ କରିବାକୁ ପଡ଼ିବ? ତାଙ୍କ ମଣ୍ଡଳୀ ଗଠନ ନିମନ୍ତେ, ତାଙ୍କ ମଣ୍ଡଳୀର ବୃଦ୍ଧି ନିମନ୍ତେ, ତାଙ୍କ ଲୋକମାନଙ୍କର ଉନ୍ନତି ନିମନ୍ତେ, ତାଙ୍କ ଲୋକମାନଙ୍କର ଆତ୍ମିକ ସୁରକ୍ଷା ନିମନ୍ତେ ଯାହା ମୋ ଦ୍ୱାରା ଯାହା ହେଇପାରିବ ମୁଁ ତାହା କରିବା ଉଚିତ, ଯେହେତୁ ତାହା କେବେ ସମାପ୍ତ ହେବ ନାହିଁ। ଏହା ନ ବୁଝିଥିଲେ
ଆପଣ ଯାହା ପାରିବେ ଈଶ୍ୱରଙ୍କର ମଣ୍ଡଳୀର ବିସ୍ତାର ନିମନ୍ତେ ବୃଦ୍ଧି ନିମନ୍ତେ ତାହା କରନ୍ତୁ। ଆଉ এই ସମସ୍ତ ବିଷୟ ଯେପରି ଆପଣମାନେ କରିପାରିବେ ଏଥିପାଇଁ ଜାଗ୍ରତ ରହି ସଚେତନ ହୋଇ ପ୍ରାର୍ଥନାରେ ମଗ୍ନ ହେଇକି ରୁହନ୍ତୁ। ପ୍ରାର୍ଥନା କରନ୍ତୁ ପ୍ରଭୁଙ୍କୁ, ପ୍ରଭୁ ମୋତେ ଏଇ ଜୀବନ ଦିଅ। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ପ୍ରଭୁଙ୍କ ଠାରେ ସମର୍ପିତ ହେବା। ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଆପଣଙ୍କ ଶରୀର କ୍ଷଣଭଙ୍ଗୁର ଅଟେ। ଆପଣଙ୍କ ଜୀବନ ଜଗତ ସଂସାର ତୈଳଭିଳାଷ ଅନିତ୍ୟ ଅଟେ। ଈଶ୍ୱରଙ୍କ ଇଚ୍ଛା ସାଧନ କରନ୍ତି ସେହି ଜଣକ ନିତ୍ୟ ସ୍ଥାୟୀ ଅଟନ୍ତି। ଧନ୍ୟ ସେ ବ୍ୟକ୍ତି ଯେ ବୁଝିପାରିଛନ୍ତି ଈଶ୍ୱରଙ୍କ ଇଚ୍ଛା ସାଧନ କରିବାର ଜୀବନ ସର୍ବଶ୍ରେଷ୍ଠ ଜୀବନ ଅଟେ। ଆମେ ଆଜି ସେହି ବ୍ୟକ୍ତି ହେବା କି? ହାଲେଲୁୟା। ଯଦି ପ୍ରଭୁଙ୍କ ବାକ୍ୟ ଆପଣଙ୍କ ସହିତ କଥା ହୋଇଅଛି, ଯଦି ଆପଣଙ୍କୁ ଲାଗୁଛି ମୋତେ ଫେରିବାର ଆବଶ୍ୟକତା ରହିଛି, ମୋତେ ବଦଳିବାର ଆବଶ୍ୟକତା ରହିଛି, ନିର୍বোଧତାରୁ ମୋତେ ଫେରିବାର ନିଡ୍ ଅଛି, ମୋତେ ଆଜି ଉଠିବାର ଆବଶ୍ୟକତା ଅଛି, now is the time। ଆଜି ଏବେ ସେ ସମୟ ଅଟେ। ଆମେ ବି କହିବା କି ପବିତ୍ର ପୁତ୍ରଙ୍କ ପରେ ମୁଁ ଉଠିବି, ମୁଁ ଯିବି, ମୁଁ ଫେରିବି, ପିତାଙ୍କ ନିକଟକୁ ଯିବି, ତାଙ୍କ ଇଚ୍ଛା ପାଳନ କରିବା ପାଇଁ ଉଦ୍ଦୀପିତ ହେବେ। ଯେହେତୁ ତାହା ବୁଦ୍ଧିମାନର କାର୍ଯ୍ୟ ଅଟେ, ଯେହେତୁ ତାହା ଅନନ୍ତ କାଳ ସ୍ଥାୟୀ ବିଷୟ ଅଟେ। ତାଙ୍କ ଗୃହ, ତାଙ୍କ ମଣ୍ଡଳୀ, ତାଙ୍କ ଲୋକମାନଙ୍କର ସେବା ନିମନ୍ତେ ଯାହା ମୋ ଦ୍ୱାରା ସମ୍ଭବ ମୁଁ ତାହା କରିବି, ଯେହେତୁ ତାହା ଅନନ୍ତ କାଳ ସ୍ଥାୟୀ ବିଷୟ ଅଟେ। ପ୍ରଭୁଙ୍କ ଲୋକମାନେ ଅଳ୍ପ ଦିନର ଜୀବନ ଈଶ୍ୱରଙ୍କ ନିମନ୍ତେ ଅତିବାହିତ ହେଉ, ପବିତ୍ରତା ନିମନ୍ତେ ଅତିବାହିତ ହେଉ, ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଅତିବାହିତ ହେଉ, ପରମେଶ୍ୱରଙ୍କର ଗୌରବ ଉପାସନା କରିବାରେ ଅତିବାହିତ ହେଉ, ପରମେଶ୍ୱରଙ୍କୁ ଖୁସି କରିବାରେ ଅତିବାହିତ ହେଉ। ପାପ କରି କଣ ପାଇଲେ? କଣ ପାଇଲେ? ପାପ କଲେ ଦୁଃଖ ମିଳେ, ପାପ କଲେ ଆନନ୍ଦ ଚାଲିଯାଏ, ପାପ କଲେ ଆଶୀର୍ବାଦ ଚାଲିଯାଏ, ପାପ କଲେ ବହୁତ କଷ୍ଟ ଦିଅନ୍ତି ଆପଣ ପ୍ରଭୁଙ୍କୁ, ପାପ କଲେ ଆପଣଙ୍କର ଶାନ୍ତି ବଞ୍ଚିଯାଏ, ପାପ କଲେ ସୁସ୍ଥ ଶରୀର ପାଆନ୍ତି ନାହିଁ, ପାପ କଲେ ଅଭିଶାପ ମିଳେ, ପାପ କଲେ ରୋଗ ଆସେ, ପାପରେ ଥିଲେ ଅଭାବ ଥାଏ। କେବେ ଆମେ ନିର୍বোଧରୁ ଫେରିବା? କେବେ ଆମେ ଶୁଦ୍ଧି ହେବା? କେବେ ନିତ୍ୟତାର ବିଷୟ ଖୋଜିବା? କେବେ ଆମ ଚକ୍ଷୁ ତାଙ୍କୁ ଦର୍ଶନ କରିବା ପାଇଁ ଦୃଶ୍ୟିତ ହବ, ଯେ କି ନିତ୍ୟ ସ୍ଥାୟୀ ଅଟନ୍ତି, ଯେ କି ଆମ ପାଇଁ ପ୍ରାଣ ଦେଇଛନ୍ତି। ଦୁଇ ବାହୁ ମିଳି ଆଜି ସେ ଆମ ଅପେକ୍ଷାରେ। ଥରେ ସେ କୃଷ୍ଣ ଆଡ଼କୁ ଦୃଷ୍ଟିପାତ କର। କେହି ଜଣେ ଝୁଲିଛନ୍ତି ମୋ ପ୍ରିୟ ଭାଇ, ମୋ ପ୍ରିୟ ଭଉଣୀ। ପବିତ୍ର ରକ୍ତ ଆପଣଙ୍କ ପାଇଁ ସେ ବିଗାଡ଼ିଛନ୍ତି। ଆଜି ତ ଟିକେ ବୁଝିଯାଅ କାହିଁକି ତାଙ୍କୁ ରକ୍ତ ଦେବାକୁ ପଡ଼ିଲା, କାହିଁକି ତାଙ୍କୁ ନିର୍ମମ ଭାବେ ଧାରଣା ଦିଆଗଲା।
କ୍ରୁଶରୁ ଫଟରୁ ରକ୍ତ ଝରି ଯାଉଛି। ଆଜି ବି ସେ ରକ୍ତ କଥା କହେ। ଆଜି ବି ସେ କାଲବରୀ କଥା କୁହେ। ଥରେ ପଚାରିବା କି ପ୍ରଭୁ କାହିଁକି ତୁମେ ଏତେ ନିର୍ଦ୍ଦୟ ରୂପେ ପ୍ରାଣ ତୁମେ ତୁମର ଦେଲ? ଜାଣନ୍ତି ଉତ୍ତର କ'ଣ ପାଇବେ? ମୋ ପୁଅ ମୋ ଝିଅ ମୁଁ ତୋତେ ପ୍ରେମ କରୁଛି, ମୁଁ ତୋତେ ଏତେ ଭଲ ପାଉଛି। ମୋର ପ୍ରେମକୁ ପ୍ରମାଣ କରିବା ପାଇଁ ଆକାଶ ପୃଥିବୀ ମଧ୍ୟ ଭାଗରେ ମୁଁ ଝୁଲିବି ଦୁଇଟି କଣ୍ଟାରେ, ଯେ ତୁ ବୁଝିଯା ମୁଁ ତୋତେ ପ୍ରେମ କରୁଛି। ଆଜି ଆମେ ସେ କୃଷ୍ଣକୁ ଟିକେ ବୁଝିବା କି କଣ୍ଠାର ମୁକୁଟ ତାଙ୍କୁ ପିନ୍ଧାଇ ଦିଆଗଲା। ପ୍ରଭୁଙ୍କ ଲୋକମାନେ ତାହା ସୁନାର ମୁକୁଟ ନଥିଲା ଯେ କେବଳ ଧରି ଦେଇଥାନ୍ତେ ମସ୍ତକ ଉପରେ, କଣ୍ଟାର ମୁକୁଟ ଥିଲା, ତାହା ପିନ୍ଧାଇଥିଲେ। ଅର୍ଥାତ୍ କଣ୍ଟା ତାଙ୍କ କୋମଳ ମସ୍ତକରେ ଭେଦିଗଲା। ଧାର ଧାର ରକ୍ତ ବହୁଛି। କାହା ପାଇଁ? କାହା ପାଇଁ? ଆଜି ଆମ ଦୃଷ୍ଟିରୁ କୃଷ ହଜି ଯାଇଛି। ହୃଦୟରୁ ଆମେ ଟିକେ କହିବା କି ପ୍ରଭୁ ତୁମେ ମୋତେ ପ୍ରେମ କରୁଛ। ପ୍ରେମ ନାହିଁ ବୋଲି ଆଜି ଆମେ ତାଙ୍କ କଥା ମାନୁନାହୁଁ। ପ୍ରେମ ନାହିଁ ବୋଲି ତାଙ୍କ ନିକଟକୁ ଯିବାକୁ ପସନ୍ଦ ହେଉନାହିଁ। ପ୍ରେମ ନାହିଁ ବୋଲି ଶାସ୍ତ୍ର ଧ୍ୟାନ ନିମନ୍ତେ ସମୟ ବାହାର କରୁନାହୁଁ। ମୋ ଯୀଶୁଙ୍କୁ ଆଉ କ'ଣ କରିବାର ଥିଲା ଯେ ଆପଣ ବୁଝିଥାନ୍ତେ ସେ ଆପଣଙ୍କୁ ପ୍ରେମ କରୁଛନ୍ତି ବୋଲି?
ଝାଡୁ ସବୁ ଆମ୍ଭମାନଙ୍କ ନିମନ୍ତେ ଝୁଲିଲେ ଆମମାନଙ୍କ ଭାବ ତାଙ୍କ ଉପରେ ପଡ଼ିଲା। ପ୍ରଭୁ ମୋ ପ୍ରିୟ ଭାଇ ଭଉଣୀମାନଙ୍କୁ ଫେରିବା ପାଇଁ ସାହାଯ୍ୟ କର। ସତରେ ଆପଣ କଣ ପାଇଲେ ପାପ କରି? ଆପଣ ନିଜେ ଦୁଃଖିତ, ଆପଣଙ୍କ ସ୍ୱାମୀ ଦୁଃଖିତ, ଆପଣଙ୍କ ସ୍ତ୍ରୀ ଦୁଃଖିତ, ଆପଣଙ୍କ ମା ବାପା ଦୁଃଖିତ, ମଣ୍ଡଳୀ ଦୁଃଖିତ, ଯେ ପ୍ରାଣ ଦେଇଛନ୍ତି ତାଙ୍କୁ ବି ଦୁଃଖ ଦଉଛନ୍ତି ଆପଣ। ସତେକି ତୋତେ ଝୁଲିଛନ୍ତି ସେ ନୂଆଇଆ ପୂର୍ଣ୍ଣ। ଆଜି ନିଷ୍ପତ୍ତି ନେବା, ମୋ ପାଇଁ ମୋ ପ୍ରଭୁଙ୍କ ମଥା ଆଉ ତଳକୁ ହେବ ନାହିଁ। Kahingi kanduchu tu pita jivito chi tu pita jivito chi Kandela Eka ki
কাঁদে না। তু কাঁদে না। ତୁମର ପାପ ପାଇଁ ମୁଁ ତୁମକୁ ଆଶୀର୍ବାଦ କରିପାରୁନାହିଁ। ତୁମର ଧର୍ମର ଜୀବନ ମୋତେ ଅଟକାଇଛି ମୋ ପ୍ରିୟ ପୁଅ, ମୋ ପ୍ରିୟ ଝିଅ। ଏହା ଈଶ୍ୱରଙ୍କର ବାଣୀ ଅଟେ। ମୋ ପ୍ରିୟ ସନ୍ତାନ, ଫେରିକି ଆସିଯା। ତୋ ପିତା ଅପେକ୍ଷାରେ ଅଛି। ତୋ ପିତା ଅପେକ୍ଷାରେ ଅଛି। ପ୍ରଭୁଙ୍କ ଲୋକମାନେ, ଆଜି ସେହି ଦିନ ହେଉ, ଏବେ ସେ ସମୟ ହେଉ, ସମସ୍ତ ପାପରୁ ଫେରିବା, ପ୍ରଭୁଙ୍କୁ ଦୁଃଖ ଦେବାର ଜୀବନର ନିମନ୍ତେ ଫେରିବା, ପ୍ରଭୁଙ୍କୁ ଯାହା ଆମେ କଷ୍ଟ ଦେଇଛୁ ପ୍ରଭୁଙ୍କୁ କ୍ଷମା ମାଗିବା, ପ୍ରଭୁଙ୍କୁ ଯେଉଁ ବାଧା ଦେଇଛୁ ଆମର ସଭା ଦ୍ୱାରା କ୍ଷମା ମାଗିବା, ଯାହା ସବୁ ଅନନ୍ତ କାଳ ଅଟେ, ଯାହା ସବୁ ଅନନ୍ତକାଳୀନ ବିଷୟ ଅଟେ, ସେଥି ନିମନ୍ତେ ବଞ୍ଚିବାର ଏକ ନିଷ୍ପତ୍ତି ନେବା। ଯଦି ଜୀବନରେ ଦୁଃଖ ଅଛି, କଷ୍ଟ ଅଛି, ବେଦନା ଅଛି, ବୁଝିଯାଆନ୍ତୁ ଆପଣ ନିଜ ଇଚ୍ଛା କରିବାର ପରିଣାମ ଅଟେ ତାହା। ପ୍ରଭୁ ଆପଣଙ୍କୁ ପ୍ରେମ କରୁଥିବାରୁ ସେ ମୋତେ ପଠାଇଲେ ତାଙ୍କ ହୃଦୟର ବେଦନାକୁ ଜଣାଇବା ପାଇଁ। ଏହାକୁ କୌଣସି ପ୍ରକାର ହାଲକାରେ ନିଅନ୍ତୁ ନାହିଁ। ଆସନ୍ତୁ ସମର୍ପିତ ହେବା, ପ୍ରାର୍ଥନା କରିବା। ଯଦି ବହୁତ ଦୁଃଖ, କଷ୍ଟ, ବେଦନା ଦେଇ ଗତି କରୁଛନ୍ତି, ଆପଣ ଆପଣଙ୍କ ସ୍ଥାନରେ ଆଣ୍ଠ ହେଇଯାଆନ୍ତୁ, ଠିଆ ହେଇଯାଆନ୍ତୁ। ବିଶ୍ୱାସ କରନ୍ତୁ, ପ୍ରଭୁ ନିଶ୍ଚୟ ସମାଧାନ କରିବେ। ଆମେ ପ୍ରାର୍ଥନା କରିବା। हे दयाळु प्रभु, अनाथर नाथ, दुःखर दुःखहारी, हे बंधु, आज भी तुम्हें आमको प्रेम करुछ। तुम्हें प्रमाण आज आम मान जीवन में श्वास अच्छी। आम आज मरी ना हो, आज आम रोग संसारे ना हो, आज आम तुम ठार दूर ना हो। तुम्हें प्रेम करवा लोक मान आकर्षण कर तुम प्रेम पाई तुमको कोटि कोटि धन्यवाद प्रभु। तुम प्रेम गोटे झलक ए मंडल लोक मान बुझा जदि कहार जीवन में प्रभु दुख अच्छी, क्या कही पारना, रही पारना, स्वामी परिवर्तन नहीं, स्त्री परिवर्तन नहीं, पुओ मान निमंते चिंतित, हृदय वेदना क्या जन पारना। हे प्रभु, से तुम तार दृष्टि को निक्षेप करो, सकल प्रकार वेदना मुक्ति दियो, अभाव मोचन करो, प्रयोजनीय विषय जुगाओ, रोगी व्याधि प्रभु पीड़ित लोक मान जीशु का नाम में सुस्थता दियो, सकल बंधन भेद जीशु का नाम में, सकल समस्या प्रभु समाधान दियो जीशु का नाम में। ए मंडल जागृत मंडल हो, ए जुआ माने उच्च की रचना
ମୁକ୍ତି ଦିଅ, ଅବିନାଶରୁ ମୁକ୍ତି ଦିଅ, ପାପରୁ ମୁକ୍ତି ଦିଅ, ପ୍ରଭୁ ପ୍ରଲୋଭନରୁ ବିଜୟ ଦିଅ। ପ୍ରଭୁ ତୁମ ରାଜ୍ୟ ଆଗମନ ନିକଟବର୍ତ୍ତୀ ଅଟେ, ଏହାକୁ ଦୃଷ୍ଟିରେ ରଖି ନିର୍ବୁଦ୍ଧ ନ ହୋଇ ପାପରେ ଜୀବନ ଅତିବାହିତ ନ କରି ବୁଦ୍ଧିମାନ ହେବା ପାଇଁ ଯାହା ଯାହା ଅନନ୍ତ କାଳ ସ୍ଥାୟୀ ଅଟେ ସେଥି ନିମନ୍ତେ ଜୀବନ ବିତାଇବା ପାଇଁ ସାହାଯ୍ୟ କରିଦିଅ। ପ୍ରିୟ ମା' ମାନଙ୍କୁ ଆଶୀର୍ବାଦ କର, ପ୍ରିୟ ବାପା ମାନଙ୍କୁ ଆଶୀର୍ବାଦ କର, ପ୍ରିୟ ଭାଇ ଭଉଣୀ ମାନଙ୍କୁ ଆଶୀର୍ବାଦ କର। ହେ ବାପା, ଏହି ମଣ୍ଡଳ ପାଇଁ ମଧ୍ୟ ପ୍ରଭୁ 2000 ବର୍ଷ ପୂର୍ବେ ଆପଣଙ୍କ ପବିତ୍ର ରୁଧିର ରକ୍ତ ତୁମେ ନିକାଳି ଦେଇଛ, ସେ ରକ୍ତ ବ୍ୟର୍ଥ ହେବାକୁ ଦିଅ ନାହିଁ। ଏ ମଣ୍ଡଳୀର ଯେଉଁମାନେ ପରିତ୍ରାଣ ପାଇନାହାନ୍ତି, ପରିତ୍ରାଣର ଆସ୍ୱାଦନ ତୁମେ ଦିଅ। ଗୋଟିଏ ବି ପ୍ରାଣ, ଗୋଟିଏ ବି ଆତ୍ମା ବିନଷ୍ଟ ନ ହୁଅନ୍ତୁ। ଦୟା କର, ଦୟା କର। ସନ୍ଡେ ସ୍କୁଲ ସମିତି, ଯୁବକ ସମିତି, ମହିଳା ସମିତି, ପ୍ରଭୁ ମୁଖ୍ୟ କର୍ମକର୍ତ୍ତା କର୍ମକର୍ତ୍ତୀ ଗଣ, ଭେକେନ୍ସି ଗଣ, ତୁମ ପାଳକ ପାଳିକା ମା, ପ୍ରତିଟି ପରିବାର, ପ୍ରତ୍ୟେକଙ୍କର ପ୍ରଭୁ ପ୍ରଫେସନ, ବୃତ୍ତି, ଜୀବିକା, ଚାକିରି, ବ୍ୟବସାୟ, ପାଠପଢ଼ା, ଭବିଷ୍ୟତ, ସ୍ୱାସ୍ଥ୍ୟ, ମାନସିକ ସ୍ଥିତି, ପାରିବାରିକ ଜୀବନ, ବ୍ୟକ୍ତିଗତ ଜୀବନ, ପ୍ରଭୁ ଭବିଷ୍ୟତର ଜୀବନ, ଆତ୍ମିକ ଜୀବନ, ମାଣ୍ଡଳିକ ଜୀବନ, ଗ୍ରାମ ପରିବାର ତୁମ ପରନ୍ତ ପରାକ୍ରମ ହସ୍ତରେ ମୁଁ ସମର୍ପଣ କରୁଛି। ଗଢ଼ ସଜାଡ଼, କେବେ ବି ଛାଡ଼ି ଦିଅ ନାହିଁ। ଦୟା କର। ଯଦି ଶୈତାନର କୌଣସି ବନ୍ଧନ ଥାଏ, କୌଣସି ଚାତୁରୀ ଥାଏ, ନା ଯୀଶୁଙ୍କ ନାମରେ ତା ଚୁରମାର ହେଉ, ଖଣ୍ଡ ବିଖଣ୍ଡ ହେଉ। ପ୍ରଭୁ ତୁମ ଦାସମାନଙ୍କୁ, ମଣ୍ଡଳୀର ପ୍ରତ୍ୟେକଙ୍କୁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ଆଶୀର୍ବାଦ କରେ। ଏମାନେ ସର୍ବ ପ୍ରକାର ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ। ଏପରି କଲ୍ୟାଣ କରିଦିଅ। ତୁମ ଆଗମନ ବିଳମ୍ବ ହେଲେ, ତୁମ ଇଚ୍ଛା ହେଲେ ପୁଣି ତାର ପରସ୍ପର ସାକ୍ଷାତ କରି ପରସ୍ପରର ଉତ୍ସାହର ବିଷୟ ହେବା ନିମନ୍ତେ କଲ୍ୟାଣ କର। ନଚେତ ଯେବେ ତୁମେ ମେଘମାଳାରେ ଅଲିଖିତ ସାଧୁଦୂତଙ୍କୁ ନେଇକି ଆସିବ, ସେ ମେଘମାଳାରେ ନୀତ ହେବା ପାଇଁ ପ୍ରତ୍ୟେକଙ୍କୁ ତୁମେ ଏହି ଦିନମାନଙ୍କରେ ପ୍ରସ୍ତୁତ ହେବାକୁ ସାହାଯ୍ୟ କର। ତୁମେ ଆଣିଲ, କଥା କହିଲ ବୋଲି ଧନ୍ୟବାଦ ଦେଉଛି। ଏହି ବାକ୍ୟ ଗଛା ହେଉ, ଅଙ୍କୁରିତ ହେଉ, 100 ଗୁଣ ଫଳ ଉତ୍ପନ୍ନ କର। ଶୈତାନ ବରଣ କରି ନ ନେବ, ଏପରି କଲ୍ୟାଣ କରିଦିଅ। ସବୁ ବିଷୟ ନିମନ୍ତେ ଧନ୍ୟବାଦ ଦେଲି। ମହିମା, ଗୌରବ, ସମ୍ଭ୍ରମ କେବଳ ତୁମକୁ ଦେଇ ଧନ୍ୟବାଦ ସହିତ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲି। ଆମେନ୍, ଆମେନ୍। ଆସନ୍ତୁ ପ୍ରଭୁଙ୍କ ପାଇଁ ଉଚ୍ଚ କରନ୍ତୁ।